କାହିଁକି ବାବା? କର୍ମଟା ମୁଁ ସାଧନ କରିବାକୁ ଯାଉଥିଲି ଆରମ୍ଭରେ ହେଲା ସେ ସମୟଟା ବର୍ତ୍ତମାନ ଚାଲି ଆସିଛି। ଏ କାର୍ଯ୍ୟଟା ଏଇଠି ମୁଁ ସାଧନ କରିବି। ବାବା ସେ କାର୍ଯ୍ୟଟା କଣ? ଏଇ ଗଙ୍ଗା ଏଇ ନଦୀ ମଧ୍ୟ ପ୍ରାନ୍ତରେ ତୁ ମୋ ସହିତ ମୁଁ ରମଣ କରିବି। ବାବା ତମେ କେତେ ଆଇଁଷିଆ ଲୋକ ମ? ଭଲ ବାଗେଇକି ଡାକିକି ଆଣ, ନଦୀ ମଝିରେ କହୁଛ ମୋ ସହିତ ପ୍ରୀତି କରିବ। ଦେଖ ତମେ ହଉଛ ମୋ ଅଜା ବୟସ, ମୁଁ ତମ ନାତୁଣୀ ବୟସ, ସେଟା କେମିତି ହବ କହିଲ? ଝିଅଟି ବାରଣ କରିছে ଆପଣ ଜେଜେ ଆଉ ଅଜା ବୟସର ବାପ ବୟସ ମୁଁ ଆପଣ ନାତୁଣୀ ବୟସର ହେବି, କେମିତି ଆପଣ ଏ କଥା କହୁଛନ୍ତି? ବାରମ୍ବାର ବାରଣ କରିଛି ଝିଅଟି। ପୁରା ଦୁଇ ନଦୀର ପାର୍ଶ୍ୱରେ ଅଛନ୍ତି ଜନଗହଳି, ଏକରେ ଦିବସ ସମୟ ଆପଣ କେମିତି ଏ କଥା କହୁଛନ୍ତି? ତାପରେ ମୁଁ ନାବାଳିକା ଯୌବନା ତ ନୁହଁ ଏ କଥା କେମିତି କହୁଛନ୍ତି? କଥା ବଢୁ ଖାଲି ଭୁଲ ବାଛି ବାଛି ଆଉ ଶୁଣ ଆଜ୍ଞା ସାର୍, ସେଦିନ ନାବାଳିକାକୁ ସାବାଳିକା କଲେ, ଯୌବନ ଦେଲେ, ଦିବସକୁ କୁହୁଡ଼ି ଆଚ୍ଛାଦନ କଲେ, ମତ୍ସ୍ୟଗନ୍ଧାକୁ ଯୋଜନ ଗନ୍ଧା କଲେ କି ନାହିଁ? ସେଇ ଡଙ୍ଗା ଉପରେ ଭ୍ରମଣ କଲେ ପରାଶର ବାବାଜୀ। କିନ୍ତୁ ଭଗବାନ କୃଷ୍ଣ କହିଲେ ଅବଶ୍ୟ ସେଦିନ ଥିଲା କଣ ଅଭିଜିତ ନକ୍ଷତ୍ର ନିୟମ ଅଛି। ଯଦି ଅଭିଜିତ ନକ୍ଷତ୍ର ଅଭିଜିତ ନକ୍ଷତ୍ରରେ ଜଣେ ନାରୀ ସହିତ ପୁରୁଷ ରମଣ କଲେ, ଯଦି ସେ ସମୟରେ ନିଜ ବ୍ରହ୍ମବିନ୍ଦୁ ପତିତ ହୁଏ ତାହେଲେ ଜଣେ ମହାଜ୍ଞାନୀ ସନ୍ତାନ ସୃଷ୍ଟି ହେବ। ଠିକ କିନ୍ତୁ ଭଗବାନ କୃଷ୍ଣ କହିଲେ ଏ କଥା କଣ ପରାଶର ବାବାଜୀ ଜାଣିନଥିବେ? ଆଚ୍ଛା ଆମର ପାଞ୍ଜି ଲେଖା ହେଇଛି ଆଜ୍ଞା, ଖଣ୍ଡପଡ଼ାର ଗୌରବ ପଠାଣି ସାମନ୍ତ ଲେଖିଛନ୍ତି। କୋଉ ସମୟରେ ପାଞ୍ଜି ଲେଖା ହେଇଛି? ଏଇଦିନ ଅମାବାସ୍ୟା ପଡିବ, ଏଇ ଦିନ ପୂର୍ଣ୍ଣମୀ ପଡିବ, ଏଇଦିନ ଚତୁର୍ଦଶୀ ପଡିବ, ଏଇଦିନ ଏକାଦଶୀ ପଡିବ। ଭୁଲ ଅଛି? ପରାଶର ବାବାଜୀ କଣ ଜାଣିନଥିଲେ କାଲି ଏତିକି ସମୟରେ ପଡିବ କଣ ଅଭିଜିତ ନକ୍ଷତ୍ର, ମୁଁ ଘରେ ରହିବି ସ୍ତ୍ରୀ ସହିତ ପ୍ରେମ କରିବି? ଆଜ୍ଞା ଦ୍ୱିତୀୟ କଣ ଦିବସ ସମୟରେ କୁହୁଡ଼ିଟା ଆଚ୍ଛାଦନ କଲେ, ନିୟମ ଅଛି କୋଉ କୋଉ ସ୍ଥାନରେ ନାରୀ ସହିତ ପୁରୁଷ ସହବାସ କରିବ ନାହିଁ। ଏମିତି ଜାଗା ଅଛି ପାଲା ଶିଖିବୁ ନା ଖାଲି ହୋଇକି ଆମ ପାଟିକୁ ଆସିଲେ କାମ ସେ କଥା କଠୁ ମିଳିବ। କୋଉ କୋଉ ଜାଗାରେ ନାରୀ ସହିତ ପୁରୁଷ ମିଶିବ ମନେ ରଖନ୍ତୁ। ସେଇ ମରଣ ବିନ୍ଦୁ ବାଦେନ ଜୀବନ ବିନ୍ଦୁ ଧାରଏ, ମଣିଷର ବ୍ରହ୍ମବିନ୍ଦୁ ଯେତିକି କ୍ଷୟ ହବ ତା ରୋଗ ଆୟୁଷ ସେତିକି କ୍ଷତି ହବ। ଯିଏ ଯେତିକି ସଂଯମ ରହିବ ସିଏ ନିରୋଗୀ ହବ, ସେତିକି ଦିନ ବଞ୍ଚି ଆୟୁଷ ବଢିବ। ମାନେ ସବୁ କଥା ସବୁ ଅଛି। କୋଉ କୋଉ ଜାଗାରେ ସମ୍ଭବ ମନା ସେଇ ପରାଶର ବାବାଜୀ କଣ କହି নারী পুরুষ মিলন মনা মনা শৈপুর অগণা মধ্যরে নারী পুরুষ মিলন মনা মনা শৈব চক্র তীর্থেষু তীর্থ করে যাইছে উত্তর ভারত দক্ষিণ ভারত বৃন্দাবন অযোধ্যা পতি পত্নী যা সাঙ্গ হইকি জীব না কাহিঁকি সধর্মিণী বিনা ধর্ম নিষেধ। স্ত্রী জানবে তীর্থ করে স্ত্রী কি সাথে নেই কোন বুঝুছ মশা কলিয়াণ বাবা বস 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 তীর্থ করিবা ভিতরে 10 দিন 15 দিন মাসে পর হইয়া পতি পত্নী তা ভিতরে সম্ভব মনা কোন মাসে 2 মাসে তীর্থ করিয়া যাব নারী পুরুষ মিলন মনা মনা এতে দিন তো রহি হবনি। তু বসে শুনো চৈত্র চক্র তীর্থেষু রহিব গোষ্ঠে পশু ছাড়া গাই রখিছে বলদ রখিছে তা ভিতরে
নারী পুরুষ মিলন মনা মনা নাবে নাবে ধর্ম ডঙ্গা উপরে আচ্ছা নারী পুরুষ মিলন মনা শরীরে শরীরে জড় মধ্যরে বাস নারী পুরুষ মিলন মনা মনা মহিপতি মহিপতি পৃথিবী উপরে ঠিক। নারী পুরুষ মিলন মনা মনা তাহলে সেদিন মা ধর্ম ডঙ্গা ডঙ্গা যমুনার পবিত্র জল জল দিবস সময় সময় ভগবান কৃষ্ণ কহিল হে পিতামহ ভীষ্ম হ্যাঁ পরাশর বাবাজি যাহা বলে বলে সে ঠিক ঠিকই ইয়ে হলা হ্যাঁ প্রথম লজিয়া জগত ক্ষতি মহাভারতরে আচ্ছা দিবসরে বৃদ্ধি করে বলে আজ্ঞা দিবসরে বৃদ্ধি করে কোন হুয়ে কোন সত্যি হলো আজ্ঞা ভাষে করে পর্ব সো ইদম ধান্য কি বাবা প্রদন্য সহ ধুপি রোগা বহান রুনা মরসে জৈব প্রলিয়তে পর্ব সো বাস ঘরে পর্বপর্বাণী করছি আজ্ঞা আজ্ঞা যে কৌশি পর্বপর্বাণী থাক আজ্ঞা সেদিন মানব ঘরে এই যদি নারী সহিত পুরুষ মিলন হুয়ে হুয়ে পর্ব সহিত ধন্য কোন আজ্ঞা লক্ষ্মী ছড়াবে ধনহানি ঘটে ঠিকই ঠিকই হ্যাঁ পালা তো কিছু নশিক বা নষ্টই আজ্ঞা পুরাণ কিয়ে সার ন জানিছ ସେ ଆମ୍ବ କାଟିକି ତମେ মহাভারত হম আজ্ঞা। রামায়ণ হম হ্যাঁ। স্টোরি সম্বন্ধে জানিছে বেশ। কোন কোন ঘটিছে ঘটিছে। তার ভিতরে যদি কোন নূতন তো নাহি নাই। তাহলে কাহিনী আপনি নাকি পালা শুনি কোন দরকার আজ্ঞা আচ্ছা পর্ব সহিত প্রদন্ন সহ হ্যাঁ দিবসরে এই যদি নারী সহিত পুরুষ মিলন হুয়ে এই মহা পাপরে সে ভাগি সে পাপি হব যাহাকু ଆପଣଙ୍କର ଭଞ୍ଜ আর ସୁନ୍ଦର ଧାଡ଼ିଏ ଲେଖି কোন লিখিলে ଓ আজ্ঞা দেখুন কোন দিবসର ବିଧି କରେ ପୁରୁଷର ହୁଏ ହାନି পাহিলার জনি শ্যাম ଆରେ ଚାରଣ পরদকানি পাহিলার জনি শ্যাম ଆରେ ଚାରଣ পরদকানি পাহিলার জনি শ্যাম କେମିତି ହବ ଶୁଣ ନାଚ ନାଚୁଛି ସାରେ ଆମର ପିଲାଟି ଦିନକେ ନାଚିଛୁ ନା ପିଲାଟି ଦିନ ମୋ ସଙ୍ଗେ ତ ନାଚିଛି আজ্ঞা ଅଭ୍ୟାସ ଅଛି ଆଉ ସେ ବିକଟାଳ ନାଚ ଆନନ୍ଦ ଆଜିକାଲି ପାଲାବାଲା ବିକଟାଳ କରୁଛନ୍ତି ସେଇଟା না আমার সাইজ নাচ ନାହିଁ তাকর এটা হবনি ଶୁଣ আজ্ঞা স্যার ଦିବସରେ ପ୍ରୀତି କଲେ ପୁରୁଷର হানি ଶାସ୍ତ୍ର ଲେଖିଛି লিখিছি হবে ଯାହା ଦେବରାଜ ଇନ୍ଦ୍ର କୁହ হ্যাঁ ବ୍ରହ୍ମା କୁହ এই ଏ କଥା କରି এই ସମାଲୋଚିତ ହୋଇଛନ୍ତି এইটা কি হবে ତେବେ আজ্ঞা ପର୍ବ ସହିତ ଧନ୍ୟ ଦିବା ପାପ ପ୍ରଦନ୍ନ ସହ হ্যাঁ ଭୂମି ভূমি ପୃଥିବୀ ଉପରେ ଯଦି ନାରୀ ପୁରୁଷଙ୍କର ମିଳନ ହୁଏ হুয়ে ରୋଗାକ୍ରାନ୍ତ ହେବେ চিরগা হব ଜଳ ମଧ୍ୟରେ কোন হব ଧର୍ମହାନି ଘଟିବ ধর্মহানি হব ତାହେଲେ ସେଦିନ ଯମୁନା ନଦୀର ପବିତ୍ର ଜଳ জল ଧର୍ମ ଡଙ୍ଗା ଡଙ୍ଗା, ଦିବସ ସମୟ সময় କେମିତି ପରାଶର ବାବାଜୀ ଏ କଥା କଲେ ଇଏ ହେଲା ପ୍ରଥମ ନନ୍ଦନ ଲଜ୍ଜା ଜନକ ওকা ভাই ଦିଅ দ্বিতীয় কোন ସୁର ଭାଇ আজ্ঞা ନଦୀ ସଙ୍ଗମ ସ୍ଥଳେ ବଡ଼ ସଙ୍ଗୁଳେ ସଙ୍ଗୀତ ବ୍ୟାସଦେବ ସିଂହ ଆୟ ଭବେ ନେକି নদী নাং সঙ্গম স্থলে সেই নদীর সঙ্গম স্থলরে আগে আগে অক্ষয় ব্রহ্ম পতিত হলা তো যোজনগন্ধাগর ঘরে ওঢ়েই দণ্ড ভিতরে আগে আগে সন্তানটিয়ে সৃষ্টি হেলা না দেলে কোন দীপপুঞ্জরে জন্মলাভ করিଥିବାରୁ ହୋଇପାରି আগে আগে କୃଷ୍ଣଙ୍କ ଭଳି বেশ ରଙ୍ଗ ମିଶିବାରୁ আগে ହେଲେ କୃଷ୍ଣ ପରାଶର ବାବା ଜାଣିଲେ ଏ ସନ୍ତାନ বেশ ହେଲେ ମହାଜ୍ଞାନୀ ପଣ୍ଡିତ হব କିନ୍ତୁ ସୁରରେ আগে না দেলে ব্যাস ব্যাস কৃষ্ণ দৈপায়ন ব্যাস ব্যাস ଭଲ କଥା ହେଲା ভালো হলা ପଡ଼ିଗଲ ମହାନ আগে ମହାଜ୍ଞାନୀ জানি ଆଚ୍ଛା ଯଦି ସେ ବିଶ୍ୱ କଲ୍ୟାଣ ପାଇଁ ସନ୍ତାନଟିଏ ସୃଷ୍ଟି କରେ ଏତେ ଭୁଲ ହବ হ্যাঁ ଆଚ୍ଛା ପୁଅ ଟିକେ ସାଥିରେ ନେଇକି ଯିବେ ନା
ନା ଏ ମହାପ୍ରଭୁ ଛାଡ଼ି ଦେଇକି ଯିବେ। ଏ ସତ କଥା ଆଜ୍ଞା। ଆଜ୍ଞା ନା ସାର୍ ଏତେ ଆଜ୍ଞା ଥାନା କୋର୍ଟ ବୋଧେ କାହିଁକି ଆଜିକାଲି ହଉଛି ସେଇ କଥା। କୁହନ୍ତୁ ଶହ କେସ୍ ପୁଅ ଭଲ ପାଉଛି, ପୁଅ ଜନ୍ମ ହଉଛି, ଶେଷକୁ ଝିଅଟି ଛାଡ଼ି ଦେଇକି ପୁଅ ଫେରାର କେସ୍ ବାସ ଏପର୍ଯ୍ୟନ୍ତ କୁଟୁଣି ଆଜ୍ଞା। ତାହେଲେ ପରାଶର ବାବା ଯଦି ଏକଥା କରିପାରିଲେ ଆଜ୍ଞା ଯଦି ବିଶ୍ୱର କଲ୍ୟାଣ ପାଇଁ ତମେ କଥା କଲ ପୁଅ ଆଉ ସ୍ତ୍ରୀ ସାଥିରେ ନେଇକି ଯିବା କଥା ଯିବା କଥା ହେଲେ କି ନେଇ ନା ଯୋଜନ ବନ୍ଧା ସତ୍ୟବତୀ ରହିଲେ ପୁଅ ବାପାଙ୍କ ଘରେ ଦାସରାଜାଙ୍କ ଘରେ ଆଶ୍ରୟ ନେଇ ଠିକ ନା ନାଇଁ ଠିକ ଇଏ ହେଲା ଦ୍ୱିତୀୟ ନମ୍ବର ପୁଅ ଲଜ୍ଜାଜନକ କ୍ଷତି ସମାଜ ଶିଖିବ କଣ ଆଚ୍ଛା ଯଦି ରହିଲେ ଆଜ୍ଞା ଦିନ ପରେ ଦିନ ଅତିବାହିତ ହେଇ ଚାଲିଛି ଚାଲିଛି ଦିନେ ଯୋଜନ ବନ୍ଧା ଆଜ୍ଞା ଭ୍ରମଣ କରୁଛନ୍ତି ମା ଏ ଯମୁନାର ଗୋଟାଏ ପାର୍ଶ୍ୱ ଆଜ୍ଞା ଆଜ୍ଞା ଅପର ପାର୍ଶ୍ୱରେ କଣ ହେଲା ଜଣେ ବିରହ ଯନ୍ତ୍ରଣାରେ ଏ ଶରୀର ଜଳି ଯାଉଛି ହଁ ଭ୍ରମଣ କରୁଛନ୍ତି ଦୃଷ୍ଟି ପଡ଼ିଲା ବଢିଆ ଇଏ ବିଶ୍ୱମୋହିନୀ ସୁନ୍ଦରୀ ଉପରେ ଏ ଯେତେ ଦୁଃଖ ବାପା ଅଛି ସଂସାର ଭିତରେ ଆଜ୍ଞା ସବୁଠାରୁ ବଡ଼ ଦୁଃଖ କିଏ କିଏ ଆଜ୍ଞା ପତ୍ନୀ ବିଚ୍ଛେଦ ଓ ପତ୍ନୀ ନଥିବ ଯେତେ ସମ୍ପତ୍ତି କୋଠା ବାଡ଼ି ଥାଉ ଆଜ୍ଞା ପୁଅ ଝିଅ ଥାଆନ୍ତୁ ଥାଆନ୍ତୁ ଯଦି ଯୋଉ ପୁରୁଷର ସ୍ତ୍ରୀ ନାହିଁ ନାହିଁ ତା ଜୀବନରେ କିଛି ନାହିଁ। ଯୋଗୀ ଭାଇ ଅବସ୍ଥା ସେୟା ବର୍ତ୍ତମାନ ଆଉ ঠিক আছে যা জীবনে স্ত্রী নাহি তা জীবনে তো কিছুই নাহি କିଛି ନାହିଁ সংসার ছান্দ ধারিকে পড়ি କରନ୍ତୁ ଭଲ ও ଆଜ୍ଞା সেই ভণ্ড ମଞ୍ଜ କଣ କরি କଣ କହିଲି শুভতা পরিণয় ଏ সন প্রাস ଅନୁପ୍ରାସ পাস ଆଣ ପାଣି ଆଣ କେତେ ଟାଣିବୁ ସାରେ পুরে সকিবারে দাতা অনুচার যেমনি কোন ঘন্টা সময় পালাবার সেমনি সময় রেখা দরকার নাই বাজিয়ে বাজে কথাকে সময় না হয় নাই অটো ভাই মোর ঠিকই 9:30 10 হতে গাড়ি রকে দଉଛନ୍ତି না কোন বিলম্ব ଅଛି নাই নাই কোন নম্বর বিলম্ব নাই ରାସ୍ତା ଏତେ ଜାମ ହୋଇଯାଉ ଆମେ ଯେତେ କଥା ଆଉ ଟିକେ ବିଳମ୍ବ ଆସନ୍ତୁ ସେତେବେଳେ ତ ବାହାରି ସମୟରେ ପହଞ୍ଚେ ପୁରା ସତିବାରେ ଦାଦା ଯୁବତୀ ବିଚ୍ଛେଦ ରଚିନା ହେବ ସଜୀବନ ଧତ୍ତା ଯୁବତୀ ବିଚ୍ଛେଦ ଆଜ୍ଞା ରଚି ନାହିଁ ବଡ଼ ବିପତ୍ତି ସେତେ ବିପତ୍ତି ବାପା ଅଛି ଆଜ୍ଞା ପତ୍ନୀ ବିଚ୍ଛେଦ ବିପତ୍ତି ଠାରୁ ଆଜ୍ଞା ବିପତ୍ତି ନାହିଁ ନା ଶୁଣ ଆଜ୍ଞା ସାର୍ କାହିଁକି କଥା କହିବି କଣ ପାଇଁ କହିଲେ 5ଟା କଥା ଆଜ୍ଞା ବିନା ଅଗ୍ନିରେ ଏ ଶରୀରକୁ ଦହନ କରେ ପାଞ୍ଚଟା କଥା ହଁ ସେ ପାଞ୍ଚ କଥା ଆଜ୍ଞା କଣ 5ଟା କଥା ପାଞ୍ଚ କଥା ବିନା ଅଗ୍ନିରେ ଏ ଶରୀରକୁ ପୋଡ଼ି ଦିଏ ପୋଡ଼ି ଦିଏ ହଁ ଜାଣିବା କଣ ସେ ପାଞ୍ଚ କଥା ଶ୍ଲୋକ ପଢ଼ନ୍ତୁ କାନ୍ତା ବିଯୋଗ ସଜନା ଅପବାଦ ଶେଷ ଗୁଣର ସେବା ପ୍ରକାରେ
ପାଇବ ବିନା ଅଗ୍ନିରେ ଆଜ୍ଞା ଯଦି ସ୍ତ୍ରୀ ନାହିଁ ନାହିଁ ତା ସଂସାର କିଛି ନାହିଁ କଣ ଅଛି ଆଉ ବିନା ଅଗ୍ନିରେ ଶରୀର ଶରୀରକୁ ଦହନ କରି। କରି କାନ୍ତା ବିଯୋଗ ସଜନା ପବାତ ଆଜ୍ଞା ଆଜ୍ଞା ମହତ ଲୋକର ବେଶ ଯିଏ ନିନ୍ଦା କରେ করে ଆଚ୍ଛା ଜଣେ ଆମେ ଯାହାକୁ ଭଲ ପାଉଛେ ଆଜ୍ଞା ସେ ଗୁରୁ ହୁଅନ୍ତୁ ବେଶ ନେତା ହୁଅନ୍ତୁ ହଁ। ରାଜା ହୁଅନ୍ତୁ ମନ୍ତ୍ରୀ ହୁଅନ୍ତୁ ଆଜ୍ଞା ଆମ ପାଖରେ ଯଦି ଆଜ୍ଞା କିଏ ତାଙ୍କର ନିନ୍ଦା କଲା ଭଲ ଆଜ୍ଞା ଆମେ ସେଟା କିଛି କରିପାରିବାନି କିନ୍ତୁ ଶରୀର ଖାଲି ଜଳି ପଡି ଯାଉଥିବ ପଡ଼ିଯାଉଥିବ। ମୋ ସମ୍ମୁଖ ଭାଗରେ ମୋ ପ୍ରଭୁଙ୍କର କେମିତି ନିନ୍ଦା କରୁଛି ବିନା ଆଗ୍ରେ ଶରୀର ପଡିଯିବ ପଡ଼ିଯିବ। କାନ୍ତା ବିଯୋଗ ସଜନା ପବାଦ বেশ ସୁଜନସ୍ୟ ନିନ୍ଦା নিদা ମୋ ମହତରଙ୍କର ନିନ୍ଦା ନିନ୍ଦା। କାନ୍ତା ବିଯୋଗ ସଜନା ପବାଦ হ্যাঁ ଋଣସ୍ୟ ଶେଷ শেষ ଜୀବନ ସାରା আজ্ঞা ଯଦି ଋଣଗ୍ରସ୍ତ ବାପା ଜୀବନ କଟିଲା আজ্ঞା ତାର ଦୁଃଖୀ ସଂସାର କି ଅଛି কি ଅଛି ଆଉ ମରିବା ପରେ ଖାଲି ଯଦି ଆମେ କରଜ କରି କରି ଆମ ଜୀବନ ଗଲା ଗଲା ଆଜ୍ଞା। ତାଠୁ ଆଉ ଦୁଃଖ କିଛି ଅଛି ନାଇଁ ଆଜ୍ଞା ବିନା ଅଗ୍ନିରେ ଶରୀର ପୋଡ଼ିଯିବ ପୋଡ଼ିଯିବ। ଋଣସ୍ୟ ଶେଷ ହଁ ପୂଜନସ୍ୟ ସେବା ସେବା ଭିନ୍ନ ଲୋକର ଯୋଉମାନେ ସେବା କରି କରି ଆଜ୍ଞା, ଆଜ୍ଞା। ତାଙ୍କ ଶରୀର ସମାପ୍ତି ହେଲା ଆଜ୍ଞା ତାଠାରୁ ବିପଦୀ ସଂସାରେ କେହି ନାହିଁ না ଦରିଦ୍ର କାଳେ ପ୍ରିୟ ଦର୍ଶନାଞ୍ଚ হ্যাঁ ମନୋଦର ଭାଇକି ଆମେ ଦେଖିଲୁ ସଭାପତିଙ୍କୁ ଆମେ ଦେଖିଲୁ 5 ଦିନ ଭଲରେ କଟିଲା ବାଘମାରୀ ବଦଯାତ୍ରାରେ ମନୋଦର ଭାଇ ସଭାପତି ଭେଟିଲେ হ্যাঁ ମୋର ସେତେବେଳେ ଅବସ୍ଥା ନଥିବ ଦୁରାବସ୍ଥା ଚାହା କବେ ଦବା ପାଇଁ ଚାହିଁବି না ଦେଖିଦେବି ଯେତେବେଳେ ହୁଁ। ମୁଣ୍ଡରେ ପଇସା ନେଇ 5 ଟଙ୍କା ଚାହା କବେ ଦବା ପାଇଁ ଦରିଦ୍ର ହେଇଯାଇଥିବି ସେ ସମସ୍ୟା କଣ ହଉଥିବ হ্যাঁ ଦେହଟା ଆପେ ଆପେ ଜଳି ଯାଉଥିବ ଅଗ୍ନି ଆଜ୍ଞା হ্যাঁ 5 ଦିନ କେତେ ସ୍ନେହ ଶ୍ରଦ୍ଧା ପାଇକି ଆସିଛି বেশ ଆଜି ବିଧାତା କେମିତି ବିଡ଼ମ୍ବନା କଲା 5 ଟଙ୍କା ନାହିଁ ଚାହା କବେ ଦବା দেবা পাই 5 ଜଣକୁ ବିନା ଅଗ୍ନିରେ হ্যাঁ ଶରୀରକୁ ଦହନ କରିବି ବାସ୍। କରି ପକାଏ হ্যাঁ ଇଏ ବିରହ ଯନ୍ତ୍ରଣାରେ আজ্ঞা ବିଚରଣ କରୁଛନ୍ତି ଯେ ଶାନ୍ତ শান্তনু କାହିଁକି আজ্ঞা আজ্ঞা ନା ମା ଗଙ୍ଗା হ্যাঁ ଛାଡ଼ି ଦେଇ ଚାଲି ଯାଇଛନ୍ତି ଆଜ୍ଞା হ্যাঁ ଶାନ୍ତନ শান্তনু ବାବା হ্যাঁ ସିଏ ବିବାହ କରିଥିଲେ বেশ କଥା ଦେଇଥିଲେ ଗଙ୍ଗା କହିଲେ ରହିବି ଗାଙ୍ଗୀ କହିଲେ জিবি ଯିବି କିନ୍ତୁ 7ଟା ସନ୍ତାନ ଜନ୍ମ ହଉ ହଉ আজ্ঞা ଜଳରେ ବସେଇଲେ বসে দে ନୀରବ ରହିଲେ କାମାନ୍ଧ ପୁରୁଷ ଶାନ୍ତନ আজ্ঞା ଅଷ୍ଟମ ଗର୍ଭରେ ଆସିଲେ ପୁଅ ଦେବରତ ନିଶ୍ଚିମ হ্যাঁ ମାରିବା ପାଇଁ ତ ଉଦ୍ୟତ ହୁଅନ୍ତେ ଆଉ ସମ୍ଭାଳି ପାରିଲେନି କିଏ ଶାନ୍ତନ କଲେ ଏ ଗାଙ୍ଗୀ କଣ କରୁଛୁ କେମିତିଆ ତୁ ମା মা 7ଟା ସନ୍ତାନକୁ ବୋଧ କରୁନି বেশ ତଥାପି ତ ମନ ମେଣ୍ଟିନି ଏତିକି ବେଳେ ପିଲାଟାକୁ ମା ପକେଇଦେଲେ ତଳେ বাস ବିଦାୟ ନେଲେ ହଁ। ତମେ ତ ଯାଉଛ বেশ ଇଏ ସଦ୍ୟଜାତ ପିଲାଟା ବଞ୍ଚିବ କେମିତି এমনি মচিও ନା ଇଚ୍ଛା ହେଲେ ବଞ୍ଚିବ হ্যাঁ ଇଚ୍ଛା ହେଲେ মরি ଚାରିଟି ସେ ବିରହ ଯନ୍ତ୍ରଣାଟା ଭୋଗ କରୁଛନ୍ତି ଶାନ୍ତ শান্তনু ଚାହିଁ ନେଇ চাহিলে ଦିବ୍ୟ ସୁନ୍ଦର ଜଣେ ଭ୍ରମଣ କରୁଛନ୍ତି বাবা ମନେ ମନେ ଭାବୁଛନ୍ତି ভাবিলে ଅଧେ আসু ଆଉ ଭାବନା ନଥିଲା ଖଣ୍ଡପଡ଼ାର ଗୌରବ ଗୌରବ ଜଣେ ସ୍କୁଲ ଶିକ୍ଷକ ଶିକ୍ଷକ ଜଣେ ପାଲାଗାୟକ ମଧ୍ୟ ସେ ଥିଲେ ଆଜ୍ଞା ମାଧବ ଚନ୍ଦ୍ର ସାମନ୍ତରାୟ ଘର ତେନ୍ତୁଳିଆ ପଡି ଆମ ଗୁରୁ ମଧ୍ୟ ଯାଇଛନ୍ତି ସେ ପ୍ରାୟ ସେ ମଞ୍ଚ ପାଲା ଦେଖିବାକୁ ଯାଇଛନ୍ତି ବୁଲା ଠିକ ନାହିଁ ଆସୁ ମୋ ମତ ଅଜୟ କଣ କହିବି କୁହନ୍ତୁ ଶ୍ୟାମଳାକୁ ବାଃ 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 ଚତୁଷ୍ପଦୀ ଆଃ ଶ୍ୟାମଳାକୁ ମାୟାକୁ ସତେ କରିବି କି ମୋର ଗଳା ଗଳାରେ ସତେ କରିବି କି ମୋର ଗଳା ଗଳାରେ ଖେଳ ଖଞ୍ଜରି ନୟନା ସୁମନା ଖେଳ ଖଞ୍ଜରି ନୟନା ସୁମନା সোনা মরিটার প্রেম দিলে কালো চামড়া করিবি সোনা ভাড়ারে কালো চামড়া টুম্পা ଖାଲି তা কোবলে মাসি ସବୁ ବାଜା ବୋଲି ଦେବ টুম্পা বাজা কোলে এ মশাল সাবাড়া সত্যি কোন বেশ ମୁଁ ଗଳାମାଳା କରିପାରିବି କରିପାରିବି ମନେ ମନେ ଭାବୁଛ বেশ বেশ কোলে ସୁଡ଼ି ହୋଇଥିଲା ପ୍ରବଦ ରତନକୁ ପ୍ରବଦ ରତନକୁ ପ୍ରବଦ ରତନକୁ
হ্যাঁ যদি কলেজে টোকা দেখি দেবে ভিড়ি দেবে নিয়ন্ত্রণ কলে যাওয়ার বলে যাই শোনো শুই হয়েছিলেন রূপত শুই কলে কি শিব মনে মনে ভাবুছেন বেশ শান্তনু হ্যাঁ যদি সুন্দর স্ত্রী কি পাইবা পাই হুয়ে কাব্যকার কহিলে কইলে শিব যদি আম উপরে আশীর্বাদ ঢালি থিবে আচ্ছা আচ্ছা তেবে সুন্দরী ঝিଅ আমাকে প্রাপ্ত কারিকি মনাই জবা মালা দেই দেই সুন্দর স্ত্রী পাইবা পাই হেলে হেলে কারিক বড়াই আচ্ছা জবা কহিলে মন্দার মাଳ দেই দেই সন্তোষ করে পাইলে কে জানি হ্যাঁ। সুন্দর স্ত্রী আমাকে প্রাপ্ত প্রাপ্ত হব হ্যাঁ চাহিদা করে সুন্দর স্ত্রী মিলিবে হবনি তেবে ভাবিও মো জীবন সুন্দর স্ত্রী পাই পাইব। হব কি ভাই হবনি আচ্ছা ঝিও মানে চাহিবে খালি আমি সুন্দর স্বামী পাই হব। হব হবনি কর্ম করি কর্ম কোন করিয়া ভদ্রপরা দেখিছন্তি কোন রসিক বিচার করে দীপ দান কার্তি করে প্রয়াগে স্নান করে যেহুম এই কর্ম করলে সুন্দর স্ত্রী সুন্দর স্বামী প্রাপ্ত হব তাহলে মনে পড়ে ପିଲାବେଳୁ ତ ସଙ୍ଗୀତ ନାଚନ୍ତି ଆଜ୍ଞା ତ ପିଲା ଅଭ୍ୟାସ ଅଛି ଆଉ ତେବେ হ্যাঁ এইଠି বিচার কলে আজ্ঞা ছুইলে বুঝলে যোজনা বন্ধাঙ্কর রূপকান্তি কি ঝুড়ি ঝুড়ি আজ্ঞা দিনକୁ ଦିନ ବାପା ଖେଳ ନହେଲେ ହେବେ ଶାନ୍ତ ସୁନ୍ଦର ଶୈଳ କାଳିମା ପଡ଼ିବ বাবা ରାଜକାର୍ଯ୍ୟରେ ମନ ଦେଲେ ପଦ কত বলে কামিনী চিন্তারে কাঞ্চন অপ্রায় মরিন হস্তিনার রাজ গাজরে কামিনী চিন্তারে কাঞ্চন প্রায় তনু মরিন কইন শৈল কালিমা পড়িগল বা ঝুড়ি ঝুড়ি ক্ষীণ হেলে রাজ কার্যরে বাপা মন দেবে দেলে নিও ইয়ে কথা জানিলে দেবব্রত বলে ମୋ ବାପାଙ୍କର ଶରୀର କ୍ଷୀଣ ହେବାକୁ ବସିଛି বসিছি ପରଘରେ ଶୁଣିଲେ আজ্ঞା ଇଏ ଦାସରାଜା କନ୍ୟାଙ୍କୁ ମନେ ମନେ ବିବାହ କରିବାକୁ ଚିନ୍ତା କରିଛନ୍ତି যদি ସେଇଠୁ ଚାଲି আজ্ঞା আজ্ঞା ବିଷୟରେ କିଭଳିଆ ପୁଅ ও ବାପାଙ୍କ ଜୀବନକୁ ରକ୍ଷା କରିବା ପାଇଁ ভাই ବାପା ପହଞ୍ଚିଲେ ঠিক ଦାସରାଜାଙ୍କ ପାଖରେ ହାତକୁ ଯୋଡ଼ି জড়িয়ে କହିଲେ ହେ ଦାସରାଜା কোনটু ଆପଣଙ୍କ ଝିଅ হ্যাঁ ମୋ ବାପାଙ୍କ ସହିତ ହଁ ବିବାହ କରିଦିଅନ୍ତୁ ଦିଅନ୍ତୁ ଆପଣଙ୍କ କନ୍ୟା ହଁ ହସ୍ତିନାର ପାଟରାଣୀ ହେବେ ଏବେ ମନା କଲେ ଦାସ ରାଜା କାହିଁକି ଗୋଟେ ବଂଶର ପରମ୍ପରା ଅଛି বাস ବଡ ପୁଅ ମାନେ হ্যাঁ କେବଳ ସିଂହାସନରେ ବସି বসিবে ମୋ ଝିଅର ଭଲ ସନ୍ତାନ ସୃଷ୍ଟି ହେବେ ସେମାନେ ଏବେ ଦାସ দাস ରାଜଗାଦିରେ ବସି ପାରିବେ ନା, ନା। କାହିଁକି ମୋ ଝିଅର ଜୀବନ ଧ୍ୱଂସ କରିବି কোন ভাই ବାପା হ্যাঁ ଏତିକି ବେଳେ ପ୍ରତିଜ୍ଞା କଲେ କିଏ ସେ দেবরত ଦେବବ୍ରତ এই ପ୍ରତିଜ୍ଞା ତାଙ୍କ ନାମଟା ହେଲା ଭୀଷ୍ମ বাস କଣ ପ୍ରତିଜ୍ଞା କଲେ প্রতিজ্ঞা করে রাজাহুঙ্ক ঝড় ব্রত মুকর ছে পাড়ন অরছে পাড়ন আরে রাজাহুঙ্ক ঝড় ব্রত অরুচি পাড়ন অরুচি পাড়ন আরে জগরিরে আমারি গ্রহণ আমারি সাক্ষী রক্ষি রকি প্রতিজ্ঞা করছি করছি তোমারই কন্যাগর ঘর যৌ সন্তান জন্ম হব বাবা হস্তিনার সিংহাসন সেই কেবল অনুপ্রসার ধরি বলিব ମୁଁ ବିବାହ କରିବିନି କି କନ୍ୟା ଗ୍ରହଣ କରିବିନି না ଆଜନ୍ମ ବ୍ରହ୍ମଚାରୀ ହେବି দেবী ସେଇଦିନ ଠାରୁ ଦେବରତ ନାମ ପରିବର୍ତ୍ତନ ହୋଇ বিষ্ণু হলা ନାମ ହେଲା ପୁଅ ଭୀଷ୍ମ আজ্ঞା କିନ୍ତୁ ବାପା কোন ଏ କଥା କଣ ଠିକ
बोली बापाटा कर्तव्य रखिले कि कौन रखिलेनी अच्छा जो बापा विवाह करी आज्ञा सातटा पिला को मरिबार ए आखि आगे के देखि आज्ञा तार निश्चित भाव रे वैराग्य भाव संसार प्रति आसीबा कोथा ठीक तो अच्छा सीए सातटा पिला मरिबा परे ओई যুবক পুଅ ঘরে ଅଛି हां बेटा को যদি মা মরি যায় স্ত্রী মরি গলা পুଅ যুবক ଅଛି ଅଛି ବାପାର ଧର୍ମ କଣ ପୁଅ ପାଇଁ ବୋହୂଟି ଆଣି हां ପରିବାରକୁ ରକ୍ଷା କରିବା କଥା कोथा ना ठीक ठीक ତାହେଲେ ଭେଣ୍ଡା ପୁଅ ଯୁବକ ପୁଅ ଘରେ ଥାଉ ଥାଉ हां ବୁଢା କହିବ ମାଉ ବାହା ହେବି ଆଉ ଆଣି ହୁଁ? ପାଣି ବହୁତ ସାରା ବୁଝୁଛୁ ତ କଣ ଲାଗେ ମହାଭାରତ ଅଛି ତମେ ବୁଝିବା ଯଦି ସେଦିନ ଶାନ୍ତନୁ ବାସ୍ ବିଷ୍ଣୁକୁ ବାହା କରି ନେଇଥାନ୍ତେ ଦେବରତ୍ନକୁ ଆଜ୍ଞା ପଢୁଆ ବି ଦେଇଥାନ୍ତେ କିଛି ନାହିଁ ଦେଇଥାନ୍ତେ ଆଜ୍ଞା ନଥାଏ ତମ ପୁଅ ଅଛି ଯେ ସ୍ତ୍ରୀ ଚାଲି ଯାଇଛି ଗଙ୍ଗା ଚାଲି ଯାଇଛନ୍ତି ତମେ ପୁଅ ପାଇଁ ବୋହୂକି ଆଣି ବଂଶ ରକ୍ଷା ହେଇଯାଇଥାନ୍ତା କିନ୍ତୁ ଅଡୁଆ ହେଇନଥାନ୍ତା କିନ୍ତୁ ତମେ ପୁଅ ଥାଉ ଥାଉ ଏ ଆଉ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କର ଭଲ ତା ପାଇଁ ଅଡୁଆଟା ସୃଷ୍ଟି ହେଲା ଇଏ ହେଲା ହଁ ତୃତୀୟ ନମ୍ବର ଲଜ୍ଜାଜନକ କ୍ଷତି ଆଜ୍ଞା ଯାଅ ବିବାହର ସରିଲା ସରିଲା ଆଜ୍ଞା ଶାନ୍ତନୁଙ୍କ ସହିତ ଯୋଜନା ବନ୍ଧନ କର ଆଜ୍ଞା ଯୋଡ଼ିଏ ସନ୍ତାନ ସୃଷ୍ଟି ହେଲେ ହେଲେ ବିଚିତ୍ର ଝିଅ ଆଜ୍ଞା ଆଉ ଚିତ୍ରାଙ୍ଗ ଠିକ ଦୁଇ ସନ୍ତାନ ସୃଷ୍ଟି ହେଲେ ହେଲେ କିନ୍ତୁ ଯୋଉ ଭୀଷ୍ମ ଆଜ୍ଞା କଥା ଦେଇଥିଲେ ଏ ମୁଁ ଆଜନ୍ମ ବ୍ରହ୍ମଚାରୀ ହେବି କନ୍ୟା ଗ୍ରହଣ କରିବି ନାହିଁ ନାହିଁ ଭୁଲ କରି ବସିବେ କଣ ଭୁଲ କଲେ ଆଜ୍ଞା କଣ ଭୁଲ ଭୁଲ କଲେ କଣ ଶୁଣ ଆଜ୍ଞା ଶାସ୍ତ୍ରକାର କହିଲେ କଣ କଲେ ପୁରା ବିନୟ ବାଣୀ ମତି ମାର୍ଗ ଆଜ୍ଞା ସିଏ କଣ କଲେ କଲେ କଣ ଗୃହାଣଂ ରୂପ କନ୍ୟା ନା ନା ଗ୍ରହଣ କଲେ କଣ ରାଜାଙ୍କର କନ୍ୟା ମାନ କେମିତି କୋଉଠି କୋଉଠି ଆଜ୍ଞା କେମିତି କେମିତି ପ୍ରମାଣ ଅରୁଆ କିଛି ନା ସଫା ହେଇଗଲା ପୁରା ଆଉ ଖାଲି କହିବୁ ପାଞ୍ଚ ଫୋଣା ସାତ ଫୋଣା ହଜାର ଫୋଣା ତା ମୀମାଂସା ନାହିଁ ନାହିଁ ଅରୁଆ କାହିଁ କଣ କଲେ ହେଁ? ହଁ ଶୁଣ ପ୍ରମାଣ ପ୍ରମାଣ ଦିଅ ଶାସ୍ତ୍ରକାର କହିଲେ କହିଲେ ବୋଲେ କାଶୀ ରାଜାଙ୍କର ଗଣିଆ ସ୍ୱୟଂ ଭାରକାରେ କାଶୀ ରାଜା କର ଗଙ୍ଗା ସ୍ୱୟଂ ଭାରକାରେ ଶାସ୍ତ୍ରକାର କହିଲେ ହଁ ହଁ ତିନି କନ୍ୟାକୁ ବାପା ସେଦିନ ଅପହରଣ କଲେ ଆଚ୍ଛା ଇଏ ନିଜେ ଭୀଷ୍ମ କାଶୀ ରାଜାଙ୍କର ଆଜ୍ଞା ସ୍ୱୟଂବର ସଭାରେ ହଁ ଅମ୍ବିକା ଅମ୍ବାଳିକା ଆଜ୍ଞା ଆଉ ଅମ୍ବା ଅମ୍ବା ସାରାକୁ ନିମନ୍ତ୍ରଣ ଦିଆଯାଏ ହସ୍ତିନାକୁ ନିମନ୍ତ୍ରଣ ଦେଇନାହାନ୍ତି କି କାଶୀ ରାଜା ଆଜ୍ଞା ଆଜ୍ଞା ଆଚ୍ଛା ଆମେ ଦୁଇ ଜଣ ପାଲାବାଲା ଆପଣମାନେ ବ୍ୟବସାୟୀ ସଂଘ ବନ୍ଧୁମାନେ ଆମକୁ ଡାକିଛନ୍ତି ନିମନ୍ତ୍ରିତ କରି ବାସ୍ ଆମେ ଦୁଇ ଭାଇଟି ପାଲା କରିବା ବେଳେ ବେଳେ ଆଉ ଜଣେ ବିନା ନିମନ୍ତ୍ରଣ ଗାୟକ ଆସିବେ ଆପଣ ଟିକେ ବସନ୍ତୁ ଆମେ ଟିକେ ଅଧଘଣ୍ଟେ ପାଲା କରିବୁ ଆମେ ଛାଡ଼ିଦେବା ହେବ ହବନି ଆଚ୍ଛା ତମକୁ ତ ନିମନ୍ତ୍ରଣ ନାହିଁ ନାହିଁ ବିନା ନିମନ୍ତ୍ରଣରେ ବେଶ ତମେ କେମିତି ସେ ସଭାକୁ ଯାଇ ଯାଇ ତିନି କନ୍ୟାକୁ ତମେ ଅପହରଣ କଲ। ଆଚ୍ଛା ଯଦି ଗଲ ବେଶ ଦୁଇଟି କନ୍ୟାକୁ ଆଣି ଧ୍ୟାନ ହଁ ହଁ ଦି ଭାଇ ଦି ଭାଇ ଅଛନ୍ତି ଘରେ ବେଶ ତମେ ତ ବିବାହ କରିବନି କରିବନି ତିନି ନମ୍ବର କନ୍ୟା ଆଣିବାର କଣ ଥିଲା ସାର୍ କଣ ଆଉ ଗୋଟେ କିଣି ଆଇଲେ এটা তো ঠিক কথা ଆଉ ଠିକ है ଦି ଭାଇ ଅଛନ୍ତି ହଁ ଦି ଭାଇଙ୍କ ପାଇଁ ଯୋଡ଼ିଏ କନ୍ୟା ଆଣିଥାନ୍ତ ହଁ ସେ ତିନିଟା କନ୍ୟା ଆଣିବା କଣ ଦରକାର ତମେ ତ ବାହା କରି ବିବାହ ହବନି ହବନି ଯଦି ଆଣିଲ ବାସ୍ ଦି ଭାଇକି ଯୋଡ଼ିଏ କନ୍ୟା ଦେଲ ଦେଲ ତୃତୀୟ ନମ୍ବର କନ୍ୟା ଯୋଉ ଅମ୍ବା ଆଜ୍ଞା ଯେତିକ ପାଦ ତଳେ ପଡ଼ିଲା କାକୁତି ବିନତି ହେଲା ତମେ ଯେହେତୁ ମତେ ଅପହୃତା ଭାବରେ ଆଣିଛ ବାସ୍
କର କର ନା ହେଇପାରିବ ନା ମୁଁ ସତ୍ୟ କରିଛି ବାପାଙ୍କ ପାଇଁ ଆଜନ୍ମ ବ୍ରହ୍ମଚାରୀ ହେବି ଚାଲିଏ ପରଶୁରାମଙ୍କ ପାଖ ଆଜ୍ଞା କିଏ ବା ଅମବା ବା ଶରଣ ପଶି ବସିଲେ ପରଶୁରାମ ଡାକିଲେ ହଁ କହିଲେ ଶିବ ହଁ ଏ କନ୍ୟାକୁ ଗ୍ରହଣ କର କର ହେଇପାରିବନି ହବନି ହବନି ନା ଶୁଣ ୱାଓ ତମର ମୋର ଯୁଦ୍ଧ ହବ ହବ ଯୁଦ୍ଧରେ ଯଦି ମୁଁ ହାରିଗଲି ବାସ୍ ତମକୁ ବାଧ୍ୟ କରିବି ନା ନା ଯଦି ତମେ ମୋ ସହିତ ଯୁଦ୍ଧ କରି ହାରିଲ ହାରିଲ ଏ କନ୍ୟାକୁ ତମେ ନିଶ୍ଚିତ ଗ୍ରହଣ କରିବ କରିବ ଯୁଦ୍ଧ ହେଲା ଆଜ୍ଞା ଆଜ୍ଞା ହାରିଲେ ସେଦିନ ପରଶୁରାମ ବାବା ଭୀଷ୍ମ ଜିତିଲେ ହଁ ସେଇଦିନ ନିୟମ କଲେ 10 ଦିନ ପାଳକୁ ସାକ୍ଷୀ ରଖି ପରଶୁରାମ ହଁ କହିଲେ ଆଦିଠୁ ମୁଁ ଶପଥ କରୁଛି ବାସ୍ କ୍ଷତ୍ରିୟ ସନ୍ତାନ ମାନଙ୍କୁ ଆଉ ଧନୁର୍ ବିଦ୍ୟା ଶିକ୍ଷା ଦେବିନି ଯେହେତୁ ତମେ କ୍ଷତ୍ରିୟ ଭାବରେ ମୋଠୁ ଧନୁର୍ ବିଦ୍ୟା ଶିକ୍ଷା ଗ୍ରହଣ କରି ଗୁରୁଙ୍କ କଥା ମାନିଲନି ହଁ ମୁଁ ଆଜିଠୁ ନିୟମ କରୁଛି ଠିକ୍। ଆଉ ପୃଥିବୀରେ କ୍ଷତ୍ରିୟ ସନ୍ତାନ ମାନଙ୍କୁ ଧନୁର୍ ବିଦ୍ୟା ଶିକ୍ଷା ଦେବି ନା ତାହେଲେ ପରଶୁରାମଙ୍କ ଭଳି ଯୋଉ ଧନୁର୍ଧାରୀ ବାପା ବାସ୍ ଆଉ କେତେକ କ୍ଷତ୍ରିୟ ମାନେ ମଧ୍ୟ ଧନୁର୍ ବିଦ୍ୟା ଶିଖି ଯାଇଥାନ୍ତି ବାସ୍ ଅଲଗା କଲେ ନା ହଁ ତେବେ ଭୀଷ୍ମ ଇଏ ହେଲା ଚତୁର୍ଥ ନମ୍ବର ଲଜ୍ଜା ଲଜ୍ଜାଜନକ କ୍ଷତି କ୍ଷତି ସେଇଠୁ ପରଶୁରାମ କହିଲେ ମା ମୋର ଆଉ ସମ୍ବଳ ନାହିଁ ନା ଏଇଠି ତମେ ଯାହା କରୁଛ କର କର। କହିଲେ ସମୁଦ୍ର ଗର୍ଭରେ ଯାଏ ପ୍ରବେଶ କରିଲେ, ପ୍ରବେଶ କରିଲେ। ଗର୍ଭରେ ଯାଇ ପ୍ରବେଶ କରିଲେ, ପ୍ରବେଶ କରିଲେ। ଦିବସରେ ରଜବନ୍ଧା ଆତ୍ମାହୁତି ଦେଲେ, ଆତ୍ମାହୁତି ଦେଲେ। ସମୁଦ୍ର ଗର୍ଭରେ ଅମ୍ବା କନିଆ ହଁ ଘାସ ଦେଲେ ଆଜ୍ଞା ଆଜ୍ଞା সেই অম্বা ବେଶ পরবর্তী সময়ের ଆଜ୍ଞା ଆଜ୍ଞା শ্রীখণ্ডী রূপরে জন্ম লাভ শুন সেই দিন ঠার অম্বা কনিয়া হলা পর শ্রীখণ্ডী পরবর্তী সময়ের ଆଜ୍ଞା ଆଜ୍ଞା ইয়ে গলা পর নারী হত্যা দোষরে তুমি ভাগি হল কি কৃষ্ণ ভীষ্ম বাস ইয়ে হলা পঞ্চম নম্বর লজ্জা। লজ্জা জনক বাস 6 নম্বর କଣ ହେଲା শুন ସାତ বিচিত্র বীর্য ଆଜ୍ଞା চিত্রাঙ্গদ ବେଶ মরলে কেমিতি କେମିତି ମତେ ଆଜ୍ଞା চিত্রাঙ্গদ যুদ্ধরে প্রাণ বিসর্জন কলে ଯୁଦ୍ଧ କରିକି ଆଉ কিন্তু বিচিত্র বীর্য ସିଏ ମତେ କେମିତି ଏଡ୍ସ ରୋଗରେ ଆକ୍ରାନ୍ତ ହେଇକି ମଲେ ଆଇ କଣ ସେତେବେଳେ ଏଡ୍ସ ଥିଲା ଥିଲା ଏ ଦ୍ୱାପର ଯୁଗରେ ଏଡ୍ସ ଥିଲା ସବୁ ଯୁଗର ଅଛି କିନ୍ତୁ ଚିହ୍ନି ପାରୁନଥିଲେ କେହି ଏଡ୍ସଟା ଗୋଟେ ରୋଗ ରୋଗ ତା କହିହବ ବେମାର ସେ ଏକ ଭୂତାଣୁ ଭୂତାଣୁ HIV ଭୂତାଣୁ ବାସ୍ ଶରୀର ପ୍ରବେଶ କଲେ ବୋଲି ତୋର କ୍ଷତି ଘଟେ ଘଟିବ ସେଇଥିରେ ସେ ବଲେ ମଲେ ଆଉ ଶୁଣରେ ଆଜ୍ଞା ତେବେ ଦୁଇ ଭାଇ ମରିଯିବା ପରେ ପରେ ବଂଶ କେମିତି ରକ୍ଷା ହବ ଜ୍ଞାନୀ ମଣ୍ଡଳ କେମିତି ରକ୍ଷା ହବ ମା ସତ୍ୟବତୀ ବିଚାର କଲେ ଆଜ୍ଞା ରାଜ୍ୟକୁ ରାଜା ନିହାତି ଦରକାର ବାସ୍ ବଡ ନା କଥାବାର୍ତ୍ତା ରାଜା ସୁନ୍ଦର ବଡ ସିଏ ବୁଝଉଛି ତାକୁ ତେବେ ଆଜ୍ଞା ରାଜ୍ୟକୁ ରାଜା ଛାନ୍ଦ ମତେ ପଢିବା ଭଲ ହବ কবি সম্রাট বলিল ভান্তি ছাদতে তারা কিন্তু সত্যবাদী বিচার করছ কোলা খিদি ধীরে নর শুনো ଆଜ୍ଞା ସାର୍ পতি স ভাবায়ে
ଦିଗ ଥାବନା ଆଜ୍ଞା କିତି ଥିଲେ ନରପତି ଶୋଭା ପାଏ ଭାଇ ରାତ୍ର ଥିଲେ ଚନ୍ଦ୍ର ପୁଷ୍ପ ଆଜ୍ଞା ରାତି ଯଦି ଚନ୍ଦ୍ର ନା ଯାଇ ଆଜ୍ଞା ସୁନ୍ଦର ଦେଖାଯିବ ଜମା ସୁନ୍ଦର ନୁହଁ ରାଜାକୁ ଯଦି ରାଜା ନାହିଁ ସୁନ୍ଦର ନୁହଁ ସେ ସୁନ୍ଦର ନଟ ପୋଖରୀଟେ କରିଥବା ଆଜ୍ଞା ଯଦି ସେ ପୁଷ୍କରିଣୀ ପଦ୍ମ ଫୁଲ ନାହିଁ ସୁନ୍ଦର ନୁହଁ ସେ ଶୋଭା ଦେଖାଯିବ ନା ଯୁବକ ସହିତ ଯଦି ଯୁବତୀ ନାହିଁ ସୁନ୍ଦର ନୁହେଁ ଯୁବତୀର ଉତ୍ସବ ଯଦି ଯୁବକ ଚାଖିନି ସିଏ ସୁନ୍ଦର ନୁହେଁ ତା ଜୀବନ ନିରର୍ଥକ ସିଏ ଦୋଷ ଯେତେ ଧନ ସମ୍ପତ୍ତି ଥାଉ ଆଜ୍ଞା ତେଣୁ ଏ ସୃଷ୍ଟି ଏ ଏଇଠି ବିଚାର କଲେ ହଁ ଯଦି ମୋ ମଣିଷଟା ବୁଡ଼ି ଯାଉଛି ଯାଉଛି କେମିତି ରକ୍ଷା ସେଇ କଥା ଦୁଇ ପମ ମରିଗଲେଣି କଲେଣି ମନେ ପଡ଼ିଗଲା ମୋର ଆଉ ଗୋଟାଏ ପୁଅ ଅଛି ଅଛି ଆଉ ସେ କିଏ କିଏ ଆଜ୍ଞା ବ୍ୟାସ ବ୍ୟାସ ସୁବରଣା କଲେ କଲେ ବ୍ୟାସ ଦେବଙ୍କୁ ହଁ ଦୁଃଖରେ ପଡ଼ି ପଡ଼ି ଡାକୁଛନ୍ତି ଏ କିଏ ଆଜ୍ଞା ମା ସତ୍ୟବତୀ ସତ୍ୟବତୀ ମୋ ଠାକୁରେ ତୁମକୁ ଦେଖିଲା ପରେ ତୁମକୁ ଦେଖିଲା
ସଂସ୍ଥା ରକ୍ଷା ହବ କେମିତି ନା କେମିତି ନା ମୁଁ ତ ବାବାଜୀ ମୁଁ ତ ବିବାହ କରିବିନି କରିବିନି କେମିତି ରକ୍ଷା ହବ ଆହା ନା ଦୁଇ ଜଣଙ୍କର ଅଛନ୍ତି ଭାତୃବଧୂ ହେଲା ମୁଁ ମା ହିସାବରେ କହୁଛି ଏମାନଙ୍କ ସହିତ ପ୍ରମାଣ କରି ବଂଶ ରକ୍ଷା କର। କର ଯାହା ପ୍ରଥମେ ବେଶ ବ୍ୟାସଦେବ ଜଣେ ଭାତୃବନ୍ଧୁ ସହିତ ପ୍ରମାଣ କଲେ ଆଜ୍ଞା ସିଏ ଦେଢ଼ଶୁର ଆଜ୍ଞା ଆଜ୍ଞା ଇଏ ହେଲେ ଭାଇ ଭାଇ ବାଟ କିନ୍ତୁ ଲଜିଆରେ ଆଜ୍ଞା ନେତ୍ରଟା ବୁଝିଦେଲେ ବୁଝିଲେ ଜନ୍ମ ହେଲେ ଇଏ ଅନ୍ଧ ରାଜା ଧୃତରାଷ୍ଟ୍ର ଆଜ୍ଞା ଆଉ ଜଣେ ଭାତୃବନ୍ଧୁ ସହିତ ରମଣ କଲାବେଳେ ସେ ରଜାରେ ପାଣ୍ଡୁରିଆ ବର୍ଣ୍ଣ ପଡ଼ିଗଲେ ପଡ଼ିଗଲେ ସନ୍ତାନଟିଏ ସୃଷ୍ଟି ହେଲେ ହଁ ନା ଦେଲେ ବନ୍ଧୁ ପଣ୍ଡୁ ବାସ ଏ କଥା ଠିକ ଆଜ୍ଞା ଠିକ ମୁଁ କହୁନି ବ୍ୟାସଦେବଙ୍କ ଭଳି ଜଣେ ମହାନ ବ୍ୟକ୍ତି ପ୍ରବଳ କରି କରି ସନ୍ତାନ ସୃଷ୍ଟି କଲେ ଭଲ ଆଜ୍ଞା। କଥା ଭଲ। ମା କଥା ଅନୁଯାୟୀ କେହି କେହି ପୁରାଣ କୁହନ୍ତି ନିୟମ ପ୍ରଥା ସନ୍ତାନ ସୃଷ୍ଟି କରିଛନ୍ତି ଶାରୀରିକ ସମ୍ବନ୍ଧ ରଖିନା ଆଜ୍ଞା। ଏ ଠିକ ହଁ ତାହେଲେ ଦୁଇ ଜଣ ସନ୍ତାନ ତମେ ଆଣିବ ଆଜ୍ଞା। ବଂଶରକ୍ଷା ପାଇଁ ପାଇଁ ଜଣେ ଅନ୍ଧ ରାଜା ଧୃତରାଷ୍ଟ୍ର ଆଉ ଜଣେ ପଣ୍ଡୁ ବନ୍ଧୁ ତାହେଲେ ତୃତୀୟ ନମ୍ବର ହୁଁ ସନ୍ତାନ ସୃଷ୍ଟି କରିବା ପାଇଁ ତ ମା କହିନାହାନ୍ତି ତିନି ନମ୍ବର ଅଛନ୍ତି ଆହୁରି ଭାଇ, ମା କହିଲେ ଦୁଇ ମାତୃବନ୍ଧୁ ସଂକ୍ରମଣ କରି ତୁ ସନ୍ତାନ ସୃଷ୍ଟି କରି ଆଜ୍ଞା। ନିୟମ ପ୍ରଥାରେ ହଁ। ସେ କରି ସଂକ୍ରମଣ କରିନାହାନ୍ତି ଶାରୀରିକ ସମ୍ବନ୍ଧ ରଖିନାହାନ୍ତି ବେଶ କିନ୍ତୁ ଏଠି ଆଉ ତୃତୀୟ ନମ୍ବର ପୁଅ ଜନ୍ମ କରିବାର କଣ ଥିଲା ସେ ଦୁଇ ନମ୍ବରରେ ବନ୍ଦ କରିଥାନ୍ତେ କାହିଁ ତିନି ନମ୍ବର କଲେ ସେଥିରେ ଜନ୍ମ ଇଏ ଫାମିଲି ପ୍ଲାନିଂ ନଥିଲା ଆଜ୍ଞା ସେ ସକଳ ସେ କଥା କହୁଛି ସକଳ ଛାଡ଼ିଲେ ପାଲା ଭିତରେ ଠିକ କଥା ଆସିବ ଆଉ ତେର ଶହ ଟଙ୍କା ଯେ ସକଳ ସବୁ କଥା କହିବ ତାପରେ ଗୋଟେ ଛୁଆ ହେଲା ଆଚ୍ଛା ଏ ଆମେ ତ ପାନ ଖାଉନୁ ଗୁଟୁଆ ଖାଉନୁ ଚାରି ଘଣ୍ଟା ପାଲା କେମିତି କରୁଛୁ ଆପଣ ଲୋଭରେ ତ ଖାନା ମାରିଆ ପରେ ଦଶଟି ପାନ ଗୁଟୁଆ ନ ଖାଇଲେ ହବ ହେଁ ଓ ଆଜ୍ଞା ମୁଁ ତ ପାନ ଖାଉନି କିଛି ନାହିଁ ଚାଲେ ନାହିଁ ଶୁଣ ତୃତୀୟ ନମ୍ବର ସନ୍ତାନ କିଏ କିଏ ଆଜ୍ଞା କୋଳେ ଦାସୀ ସହିତ ରମଣ କରିନା ବ୍ୟାସ ବିଦୁରକୁ ଜନ୍ମ ଦେଲେ ଆଜ୍ଞା ଆଜ୍ଞା ମା କହିଲେ ଦୁଇ ଭକ୍ତବନ୍ଧୁ ସହିତ ହଁ ଠିକ ନିୟମ କଥା ତମେ ଦୁଇ ସନ୍ତାନ ସୃଷ୍ଟି କର ବାସ ତାହେଲେ ଦାସୀ ସହିତ ରମଣ କରି ଆଜ୍ଞା ବିଦୁରକୁ ଜନ୍ମ କରିବାର କଣ ଥିଲା ସେଇ କଥା ଯଦି ବିଦୁର ରାଜସିଂହାସନ ଅଳଙ୍କୃତ କରିଥାନ୍ତେ ଆମେ ଜାଣିଥାନ୍ତେ ବ୍ୟାସ ଏହି କଥା ଚିନ୍ତା କରି ହଁ। ତୃତୀୟ ନମ୍ବର ସନ୍ତାନକୁ ସୃଷ୍ଟି କରି କଲେ ବିଦୁର ଆଜ୍ଞା ରାଜା ହେଇଛନ୍ତି ହେଇନାହାନ୍ତି ତାହେଲେ କାହିଁକି ବ୍ୟାସ କଥା କଲେ ସେଇ କଥା ଭୁଲ ନା ସମ୍ପୂର୍ଣ୍ଣ ଭୁଲ ଠିକ ନାହିଁ ଭୁଲ ଭୁଲ ଯଦି ଏ କଥା ଠିକ ଏବେ ଆଉ ଟିକେ ଆମେ ଆଉ ଗୋଟେ ପୁରାଣକୁ ଯିବା ଚାଲନ୍ତୁ ରାମାୟଣ ଚାଲନ୍ତୁ ଆଜ୍ଞା ରାମାୟଣ ମଧ୍ୟ ଏମିତି ଗୋଟେ ଘଟଣା ଆଜ୍ଞା ଅଛି ଘଟିଛି ପ୍ରମାଣ ଝିଅ ଯା 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 ପ୍ରମାଣ ଆଜ୍ଞା ଯଦୁମଣି ସାହିତ୍ୟ ଆଜ୍ଞା ଆଜ୍ଞା ରାଘବ ବ୍ୟାସ ଛାନ୍ଦ ଆସୁ ବୋଧେ ପଦେକୁ ଆସୁ ଆସୁ ଜିତୁ ଭାଇ କେତେ ଛାନ୍ଦ ଗଲାଣି ଆମର ଛାନ୍ଦ ଯିବନି କାଇଁ ଆଗ ଥର ତ ଛାନ୍ଦୁଟିଏ ନାହିଁ ଯାହା ପଢା ହେଇଥିଲା କମଳ ରହନ କମଳ କରରେ କମଳ କଣ୍ଡିସନରେ ସେଇ ଧାଡ଼ିକରେ ବହିଛି ଶେଷ ଆଜ୍ଞା ଖାଇ ଚଲଉଛୁ ଆଉ ଆସିଲା ବେଳକୁ ପରେ ଶୁଣିଲି ହଁ ବିଷ୍ମ ବର୍ଣ୍ଣନା ଆମର କେତେ ଗଲା ଆସୁର ଭାଇ ଆମର ଗଲା ବର୍ତ୍ତମାନ 36 ସାଙ୍ଗ 36 ଟିପିଛି এটা বড়ই হাত ছালো ছালো কোলা দন্তি দন্তি মাটি দেনি বড়া জোদান্তে শান্তে শান্তি রাতি দেনি বড়া জোদান্তি হিতে বাবা হাতে আরে হিতে বাবা হাতে আরে ওরে সামনে হিতমে ঘরে
দুইটা দন্তাহাতী ମୋ ସେଦିନ ଯୁଦ୍ଧ ଲାଗିଛି। କିଏ ସେ ସିଏ? ଯଦୁମଣି ମହାପାତ୍ର କହିଲେ ଆଜ୍ଞା। ସେ ଦନ୍ତାହାତୀ ଦୁଇ ଜଣ କିଏ? ଜଣେ ବାଳି ଆଉ ଜଣେ? ଆଉ ଜଣେ ଶୁକ୍ରୀ। ଆଜ୍ଞା। ଦୁଇଟି ଦନ୍ତାହାତୀ ଭିତରେ ମୋ ସଂଗ୍ରାମ ଚାଲିଛି। ଚାଲିଛି। ଯାଉ ସେଦିନ ନିୟମ କରି ହଁ। କଥା ଦେଇଥିଲେ ରଘୁନାଥ ପରମବ୍ରହ୍ମ ଦଶରଥ ତୁମର ଆଜ୍ଞା। ଗୋଟିଏ ବାଣରେ ଏଇ ବାଳିକି ମଧ୍ୟ କରି ଧରି ମୁଁ ତମ ସ୍ତ୍ରୀ ରୋମାକୁ ଏଇ ତମ ହାତରେ ଦେବି। ଦେବି। ଠିକ ନାହିଁ? ଠିକ ସେ କଥା ରକ୍ଷା କରି କରି ସ୍ୱର ସନ୍ଧାନ କରି କଲି। ମୋର କଥା ଥିଲା କାଲି ପ୍ରଶ୍ନ ଆଜ୍ଞା। ହେଲା ହବନି। ସୁଜା ପ୍ରଶ୍ନ ଆଜ୍ଞା ସେ ଛାନ୍ଦ ଭିତରେ ଅଛି ଅଡୁଆ ତୋଡିଆ ପ୍ରଶ୍ନ ନୁହଁ। ନା। ସିଏ କହିଛନ୍ତି ବ୍ରହ୍ମ ଲୋକେ ଥିଲେ ସୀତା ଖୋଜାଇ ଦବା କଥା ଆଜ୍ଞା ଲେଖି ନାହାନ୍ତି। ନା। ମୁଣ୍ଡ ଥିଲେ ସିନା ଖୋଜିକି ମୁଁ ଆଣିଦେବି। ମୁଣ୍ଡ ତ ନାହିଁ। ସେ ଛାନ୍ଦ ଲେଖିଛନ୍ତି ନିୟମ କରୁଛନ୍ତି ସୁଗ୍ରୀବ ବ୍ରହ୍ମ ଲୋକେ ସୀତା ଥିଲେ ଖୋଜାଇ ମୁଁ ଖୋଜି ତାଙ୍କ ଦାୟିତ୍ୱ ଖୋଜିବା। ସେ କହିନାହାନ୍ତି ମୁଁ ତମ ସ୍ତ୍ରୀ ସୀତାକୁ ଦେବି। ସେ କହୁଛନ୍ତି ମୁଁ ଖୋଜିବା ଦାୟିତ୍ୱ ମୋର। ଠିକ ନାହିଁ? ସେ ଅଥଚ କହିଥିଲେ ସେ ଜାଣିବେ ଆସିବେ କଣ? ଆଉ ଶୁଣ ସାର୍ ଯୁଦ୍ଧ ଲାଗିଛି ବାସ୍ ସର ବାରିଥିଲା ଆମ ପହଞ୍ଚର ଯାଇବ ବାଡ଼ି ମୁଖ୍ୟ ଦେଶରେ ଝଡ଼ି ପଡ଼ିଲା ସେଦିନ ବାଡ଼ି। ବାଡ଼ି ରାମ ରଘୁନାଥ ସମ୍ମୁଖ ଭାଗରେ ଦଣ୍ଡାମାନ ବାସ୍ ହସ୍ତକୁ ଯୋଡ଼ି ଦେଲା କିଏ? ବାଡ଼ି। ବାଡ଼ି କହିଲା ପ୍ରଭୁ ପ୍ରଭୁ ଆମ ଦୁଇ ଭାଇଙ୍କ ଭିତରେ ଗଣ୍ଡଗୋଳ କଳି କଳି ତମେ ଭଦ୍ରଲୋକ ହିସାବରେ ଆସିଲ ତମେ ମୀମାଂସା କରିବା କଥା। କଥା ମୋ କଥା ଆପଣ ଶୁଣି ନାହାନ୍ତି। ହଁ ମୋ ଭାଇ ତମକୁ କଣ ବୁଝେଇଲା ହଁ ତମେ ତାଙ୍କ କଥା ବୁଝି ଏ ମୋ କଥା ନ ଶୁଣି ହଁ ମତେ ଆଜି ସ୍ୱର ସନ୍ଧାନ ମୁଁ ଜାଣୁଛି ଏ ତମେ ସିନା ଭାଇ କଥାରେ ହଁ ଆଜି ପରିଚାଳିତ ହେବ। ଏ ଯୋଉ ସୀତାମାନଙ୍କୁ ଉଦ୍ଧାର କରିବା ପାଇଁ ସେ କଥା ଦେଇଛି ଏ ମୋ କାନରେ ଖାଲି ପକେଇଥିଲେ ମୁଁ ସାଙ୍ଗେ ସାଙ୍ଗେ ଆଣିକି ଦେଇଦେଇଥିଲି। ଦେଇଥାନ୍ତି କାହିଁ ମତେ ମାରିଲ? କଣ ଦୋଷ? ନା ତୁ ମହାପାପୀ। କଣ କାଟିବୁ? ଓ ଭଳିଆ ପାପୀକି ବଧ କଲେ ହଁ ଦୋଷ ନାହିଁ। କଣ ମୁଁ ପାପ କଲି? ପାପ କଣ? କଣ? ତୁଳସୀଦାସ ବାସ୍ ରାମଚରିତ ମାନସ ଅସହ୍ୟ ଔଷଧି ରଘୁନାଥ ରାମ ଆଚ୍ଛା କୁଳାନୁଜ ବଧ ଭଗିନୀ ସୁତଳାରେ ଶୁଣୁ ସଠା କନ୍ୟା ସମୟ ଚାରେ ରାମ ଜୟ ରାମ ଜୟ ଜୟ ରାମ ଅନୁଜ ବଧୁ ଅନୁଜ କହିଲେ ସାନ ସାନ ଭାଇ ବାସ୍ ତାର ବଧୁ ଭାଇ ବୋଉ ଭାଇ ବୋହୁ ବାସ୍ ଅନୁଜ ବଧୁ ଭଗିନୀ ଭଉଣୀ ଭଉଣୀ ଏ ଭାତୃବଧୁ ହଁ ଆଉ ଭଉଣୀ ଭଉଣୀ ସୁତ ନାରୀ ଏ ପୁତ୍ର ସୁତ କହିଲେ ପୁତ୍ର ହଁ ତାର ସ୍ତ୍ରୀ ପୁତ୍ରବଧୂ ପୁତ୍ରବଧୁ ଏ ଭଗିନୀ ସୁତ ନାରୀ ଆଚ୍ଛା ଭଉଣୀର ପୁଅ କିଏ? ଭଣଜା ଭଣଜା ବାସ୍ ତାର ବୋହୁ ଭଣଜା ବୋଉ ଭଣଜା ବୋହୁ ଆଜ୍ଞା ଶାସ୍ତ୍ରର ମତ ବେଶ ଇଏ ଚାରିଜଣ ହଉଛନ୍ତି କନ୍ୟା ସମ। ବାସ୍ ଏମାନଙ୍କ ପ୍ରତି ଯିଏ ପାପ ଦୃଷ୍ଟି ପକାଏ ଆଜ୍ଞା ତାଠାରୁ ମହାପାପୀ ଆଉ ସଂସାରରେ ପଡା ନା ପଶୁଟା ଇଏ। ବାସ୍ ପଶୁଟା ପଶୁର କି ହିତାରେ ଜ୍ଞାନ ଅଛି? ତାର ସେଦିନ ପୁରାଣରେ ରାମ ଯଦି ଏହି କଥା ପାଇଁ ତାକୁ ଅଧ କଲେ ଆଜ୍ଞା ଇଏ କେମିତି ଜଣେ ବାବାଜୀ ହେଇକି ଏ କଥା କଲେ? ଏ ହିରେ ସତ କଥା ହଁ ସୁର ହଁ ତାର ଆମେ କାହିଁକି ବାବାଜୀ କି ଦୋଷ ଦବା? ନାଇଁ ଏଡେ ବଡ ଯେ ଅଷ୍ଟାଦଶ ପୁରାଣ ଲେଖିଲେ ଲେଖିଲେ। ସିଏ ଯଦି ଏ କଥା କଲେ ତାହେଲେ ଠିକ ନା ଭୁଲ? ଆପଣ କଣ ଗଲା 7 ନମ୍ବର ହଁ 8 ନମ୍ବର ବୁଝିବ ସୁରରେ ଆଜ୍ଞା ଏବେ ହଁ ଜନ୍ମ ନେଲେ ବନ୍ଧରାଜା ଧୃତରାଷ୍ଟ୍ର ବାସ୍ ନେଲେ ପଣ୍ଡୁ ବନ୍ଧୁ ୟାଙ୍କର ହେଲା 100 ପୁଅ ଶହେ ପୁଅ ତାଙ୍କର ହେଲା ପାଞ୍ଚ ପୁଅ 5 ପୁଅ ପାଞ୍ଚ ପୁଅ ଯାହା ଏମାନଙ୍କୁ ବିବାହ କଲେ ହଁ ବିବାହ ସରିଲା ସରିଲା ଦ୍ରୌପଦୀ କି ପୁଅ ସ୍ତ୍ରୀ ରୂପରେ ଗ୍ରହଣ କଲେ ପାଣ୍ଡବ ପାଞ୍ଚ ଭାଇ। ଆଜ୍ଞା ଆଜ୍ଞା ଠିକ ନାହିଁ? ଠିକ ତ ଆଉ ପୋଷା ଖେଳ ହେଲା ହଁ ପୋଷାକ ରହିଛି ହେଇଛି ନା? ହଁ ଆଜ୍ଞା ହେଇଛି ଏତିକି ମନେ ରଖେ ପାଲାରେ କିଛି ଶିକ୍ଷା କଣ ଆଜ୍ଞା ଶିକ୍ଷା ତିନୋଟି କଥାରେ ହଁ ମଣିଷ ଯୋଉଦିନ ମନୋନିବେଶ କରିବ ଆଜ୍ଞା ତା ଜୀବନ ସେଇଦିନ କୋଉ ଧ୍ୱଂସ ମୁଖକୁ ଯିବ। ସେ ତିନୋଟି କଥା ଆଜ୍ଞା କଣ ତିନୋଟି କଥା କଣ କି ନାହିଁ? କୁହନ୍ତୁ ଶାସ୍ତ୍ରକାର ଗଳ୍ପ କଲେ କୋଳେ ଶାଢ଼ୀ
দেড় কর্কটিকা চরম্ভা শাড়ি দেড় কর্কটিকা চরম্ভা দিনা সকালে ফলমধুর হতে তুমথা জরানন্দ বিপত্তি কারে চন্দ্র চর্যঞ্চ পরস্যঞ্চ শাড়ি 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 অর্থ মানে স্ত্রীর সান ভৌণী চন্ডাଳ ଓ ଭାଇ ସିଏ ହଁ ମୋ ଗାଁର ଆଜ୍ଞା ଶୁଣିଲା କି ହେଲା ମୋ ଗାଁ ଲୋକ ମୋ ଭାଇ ସିଏ ଭାଇ ଏମିତି ହଣା ସେମିତି ଗାଁ ଯାଇ କହିବେ ଭଲ ଭଲ ଯାଇଥିଲେ ଯେ ଆପଣ ପଚାରିଲେ ଶାଳୀ କିଏ ହଁ ଶାଳୀ କିଏ ମୁଁ ସେଇ କଥା କହିଲି ସ୍ତ୍ରୀର ସାନ ଭଉଣୀ ଯେ ଶାଳୀ କୁହାଯାଏ ଆପଣ ନାହାନ୍ତି ସଂସ୍କୃତ ଭାଷା ଆଜ୍ଞା ତୁ ଯୋଉ ଶାଢ଼ୀ କହିଲୁ ଓଡ଼ିଆ କଥା ଆଉ ଶାଢ଼ୀ ଶାଳୀ ଅର୍ଥ ଧାନ 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 ଗଛରେ ଆଜ୍ଞା ଫଳ ଆସିଲେ ଆସିଲେ ଧାନ ଜାଣିବ ବିନାଶ ସମୟ ଆସିବ ମଲା ଆଉ କଟା ହବ ବେଣ ବେଣ କଣ ଆଜ୍ଞା ବୋଲେ ବାଉଁଶ ଗଛ 500 ବର୍ଷ ବାଉଁଶ ଗଛରେ ଆଜ୍ଞା ତାର ଧାନ ଫଳ ଫଳିଲେ କହିଲେ ତାର ବିନାଶ ସମୟ ସେ ମରିବ ସେ ମରିବ ଶାଢ଼ୀ ବେଣ କର୍କଟି 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 ଅର୍ଥ ଆଜ୍ଞା କଙ୍କଡା 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 ଛୁଆ ଜନ୍ମ କଲେ ଏ ମା କଙ୍କଡା ଆପେ ଆପେ ମାକା ମୃତ୍ୟୁ ମୁଖରେ କରିବ ପଡିବ। হ্যাঁ କର୍କଟି କାଚ କାଚ କାଚରା ଆଜ୍ଞା ତେଲୁଗୁଣି ଆଜ୍ଞା ଛୁଆ ଜନ୍ମ କରିଦବ ସିଏ ମରିବ ମା ତେଲୁଗୁଣି ମଲା। ଛିଡ଼ି ଛିଡ଼ି ମରିବ ଆଜ୍ଞା ରମ୍ଭା ଲମ୍ବା କଦଳୀ ଗଛରେ ଏ କାନ୍ଧି ପଡ଼ିଲେ ଆଜ୍ଞା କଦଳୀ ଗଛ ଜାଣିବ ହଁ ପୁରା କମ ଦିନ ଆଇଛି ବିନା ସମୟ ଆସିଲା ହଣା ହଣା କଣା ତଥା ନାରାୟଣ ସେଇଭଳି ମନୁଷ୍ୟମାନଙ୍କର ବିନାଶ କେତେବେଳେ କେତେବେଳେ ଆଜ୍ଞା କୀର୍ତ୍ତଞ୍ଚ କୀର୍ତ୍ତଞ୍ଚ ମଧ୍ୟଞ୍ଚ ଭଜଞ୍ଚ ପରସ୍ତ୍ରୀୟଞ୍ଚ ହଁ ଏଇଟା ଅଞ୍ଚମ ପାଣି ଗଲା বসা খেলিব মদ টিকে মারিব ଆରେ ପୁଅ ଯୁକ୍ତ କହିଲେ ପୋଷା ଖେଳ ପୋଷା ଖେଳ ଯିଏ ପୋଷା ଖେଳିଛି ଆଜ୍ଞା ତା ବିନାଶ ସମୟ ଆସିଛି ଆସିଛି ଆଉ ନଳ କୁହ ଆଜ୍ଞା ଯୁଧିଷ୍ଠିର କୁହ ହଁ ଠିକ ନା ଠିକ ତ ପୋଷା ଖେଳିଲେ ବନବାସ କଷ୍ଟ ହଉ ଭୋଗିଲି ଆଉ କିନ୍ତୁ କିନ୍ତୁ ମଧ୍ୟଞ୍ଚ ମଧ୍ୟଞ୍ଚ ଯିଏ ମଦ ପିଇବ ମଦ ପିଇବ ତାର ବିନା ସମୟ ଆସିବ ମଦ ପିଇବାକୁ ମନା ନାହିଁ ପିଅନ୍ତୁ ମାସେ ବର୍ଷରେ କେତେ ସାଙ୍ଗସାଥି କଣ ହେଲା ଟିକେ ରହୁନା ହବ ତାପରେ ଯଦି ସାଙ୍ଗସାଥିରେ ଭାଟିରେ ମୁହଁ ଦେଇଥିବୁ ମନ ଦେଇଥିବୁ ହଁ 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 হচ্ছে କଣ ସାଙ୍ଗସାଥିରେ କେତେବେଳେ ବର୍ଷକେ ଥଟା ନେଇଛି ଶବ୍ଦ ନବ ବାଧ୍ୟ ପରେ ସାଙ୍ଗମାନେ ହଁ ତାପରେ କଣ ସାଙ୍ଗସାଥିରେ ପଡ଼ିକି ଆସିକା ଫଟି ଭାଟିରେ ସେମିତି ବସିଥିବୁ ଏମିତି ମୁହଁ ଲଗେଇକି ଥିବ କଣ ବୁଝୁଛୁ ଯୋଗୀ ଭାଇ ଆରେ ଏମିତି ଆମ ପାଲାଗା କହିତେ ସେଇ ପିଇ ପିଇକି ମନେ ନା ଆଉ ଆଜ୍ଞା ପାଲାଗାକୁ ମରିଗଲି ନା କେତେ ଖାଲି ମଦ ପିଇ ପିଇ ମରି ମନେ ଭଲ ଭଲ ଗାୟକ ଆଉ ମଦ ପିଇ ପିଇକି ମରିବ ମରିଗଲେ ବିଧାତା କେତେ ଗୁଣ ଗାରିବା ତାକୁ ଦେଇଥିଲା ମଦ ପିଇ ପିଇ ଧ୍ୱଂସ ହେଇଗଲେ ହେଲେ ଆଉ ଓଡ଼ିଶାରେ ଜଣେ ପାଳିଆ 8ଟି 10ଟି ଗାଈକୁ ଖାଇଦେଲା ଖାଇଗଲା ମଦ ପିଇ ପରସ୍ତ୍ରୀ ବାସ୍ ପର ନାରୀ ପ୍ରତି ଯିଏ আসক্তি ଆସକ୍ତି ହେବ ହେଲା ତାର ବିନାଶ ସମୟ ଆସେ ଆସିଯିବ ଠିକ ନା ଠିକ ହେଇଛି ପ୍ରାଞ୍ଜ ହରଣ କରିବା ତେଣେ ଗୌତମୀ ଭାରିଆ ଇନ୍ଦ୍ର ହରଣ କଲେ ଆଜ୍ଞା ଗୁରୁପତ୍ନୀ ଅହଲ୍ୟାଙ୍କୁ ଅହଲ୍ୟାଙ୍କୁ ବେଶ ସହସ୍ରାକ୍ଷ ହେଲେ ଆଉ କଳଙ୍କିତ ହେଲେ ହେଲେ ଯିଏ ମନ ଦେଇଛି ଯାଇଛି ବାଳି କୁହ ହଁ ରାବଣ କୁହ ଆଜ୍ଞା ଧ୍ୱଂସ ମୁଖକୁ ଯାଇଛି ଯାଇଛନ୍ତି ତେଣୁ ଏଠି ହଁ ପୋଷା ଖେଳିଲେ ଧର୍ମରାଜ ଯୁଧିଷ୍ଠିର ବେଶ ଶୁଣ ଆଜ୍ଞା ପୋଷା ଖେଳିଲେ ହେଲେ କାହିଁକି ବିପତ୍ତି ଆସେ କାହିଁକି ଆସେ କାରଣ କାରଣଟା କଣ ରାଜଶେଖର କିଏ କହନ୍ତି ବ୍ୟାସ ଆଉ କିଏ ସନ୍ତପ ଆସୁ ଆସୁ ପୋଷା ଖେଳୁଛ ହଁ ହେଁ? ଖେଳ ଆସିବ ଆଉ ଏକା କଥା ପୋଷା ଖେଳେ କଣ କ୍ଷତି କ୍ଷତି କଣ কোন শ্রী নির্বাসন নিব কর্মরব সদমতি সদমনা সত্য কারণ ঘোষণা দইব রতিয়ানি বাপন্যরে বারো হাকিও দশ পরাভব পদকা গোষ্ঠী গরিষ্ঠা পদকা উত্তম দুর্নয়
সারা দেবর নামটি সংস্কৃতরে নামটি সংস্কৃতরে নামটি সংস্কৃত আপন খাই তু হেলু সংস্কৃত আপন খাই তু হেলু ভাষা রাজ্যর রাজত্ব বাপা সার্বভৌম গিয়ে সংস্কৃত কাহিকি অল্প কথারে বহু ঠাই অধরে বহু ঠাই অধরে বহু ঠাই অধরে বহুত কহিবা ওটে তুমি অধ অল্প কথারে আজ্ঞা ଅଧିକ ଅର୍ଥ ଥାଏ কত আছে ତ ହଜାର ପଦ ଓଡ଼ିଆ ପଢିଲେ ସୁଦ୍ଧା ଗୋଟିଏ ପଦ ଗୋଟିଏ ଶ୍ଲୋକରେ ସେତିକି ମୂଲ୍ୟ ଅଛି ଅଛି ଶ୍ରୀ ଶ୍ରୀ ଶ୍ଲୋକ ଆଜ୍ଞା ପୋଷା ଖେଳ ଭାଇମାନେ ଆଜ୍ଞା ପୋଷା ଖେଳିଲା ବେଳେ ବେଳେ ପୋଷାଟା ଠିକି ଆଗ ଯେମିତି ଆମେ ପାଲା କଲା ବେଳେ ମଙ୍ଗଳାଚରଣ ପଢୁଛି ହଁ ମଙ୍ଗଳା ପଡୁଛି ହେଲେ ପାଲା ହେଇଥିଲେ ଆଗ ମଙ୍ଗଳାଚରଣ ସବୁଟିଏ ପଢିଲେ ତାପରେ ଆଗକୁ ଆମେ ଯିବା ଏ ପୋଷା ଖେଳ ଭାଇମାନେ ଆଗ ଆଦ୍ୟ ମଙ୍ଗଳାଚରଣ କରୁ ଆଜି ମଙ୍ଗଳା କଣ କାଠିକି ହାତରେ ଧରି ଆଜ୍ଞା ଠିକ ଗୋଡ଼ାନ୍ତି ଆଜ୍ଞା ଗୋଡା ଚାଉ ଗୋଡ଼େଇକି ମୁଣ୍ଡରେ ମାରିବେ ମାରିବେ ତାପରେ ଗୋଡେଇବେ ଗୋଡ଼େଇବେ ଗୋଡେଇବେ এই যে গোড়াইলা ବେଳେ পোশাকটা ঠিক ଆଜ୍ଞା ଆମେ ଭାବୁଛେ ଯେ ପୋଷାକର ଭାଇମାନେ ଭାବନ୍ତି କିରିକିରି ଶବ୍ଦ ହଉଛି ହଉଛି ରାଜଶେଖର କହିଲେ କାନ ଆଉ କଣ ହଉଛି ସିଏ କହୁଛି ଶ୍ରୀ 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 କହିଲେ ଲକ୍ଷ୍ମୀ ଲକ୍ଷ୍ମୀ ଲକ୍ଷ୍ମୀଙ୍କୁ ହଁ। ନିର୍ବାସନ ଦଣ୍ଡରେ ତୋଳିବା ପାଇଁ ପାଇଁ। ଯେଉଁଟା ବାଜୁଛି ନାଗ ନାଗ ତା ଅର୍ଥ କତ ପୋଷାକ ଖେଳିଲେ ପୋଷାକର ଭାଇମାନଙ୍କ କାନ୍ଧରେ ଏ ଲକ୍ଷ୍ମୀ ରହିବେ ନା ଭାଇ ବାଘମାରୀ ପ୍ରହରାଜ ପ୍ରହରାଜ 60 ବାଟି ଜମି ଆଜ୍ଞା ମୋରି ଗାଁ ପାଖରେ ବାଘମାରୀ 60 ବାଟି ଜମି ପୁରୀ ରାଜାଙ୍କର ସେ ମୈତ୍ର ସିଏ ଘୋଡ଼ାରେ ଯିବେ ଇଏ ଘୋଡ଼ାରେ ଯିବେ ବାସ୍ 60 ବାଟି ଜମି ସବୁ ସଇଲା ସେ ସବୁ ପାଗଳ ହେଇଯାଏ ନା ଭିକ୍ଷା ନାହିଁ ପୋଷା ଖେଳିବା ଠିକ 60 ବାଟି ଜମି ପୁରୀ ରାଜାଙ୍କ ସହିତ ସେ ବସିଥିଲେ ସାଙ୍ଗା ମୈତ୍ର ବସିଥିଲେ ଆଜ୍ଞା ସିଏ ଯିବେ ଉତରେ ଅଶ୍ୱରେ ଇଏ ଯିବେ ପୋଷା ଖେଳିକି ସେମିତି ଧନ ସମ୍ପତ୍ତି ହରେଇଲେ ସେ ସବୁ ପାଗଳ ହେଇକି ଭିକ୍ଷା ନାହିଁ ଆଜ୍ଞା ତାର ଯିଏ ପୋଷା ଖେଳିବ ଲକ୍ଷ୍ମୀ ଜାଣିବ ଧୈର୍ଯ୍ୟ ଆଜ୍ଞା ତାର ଶୁଣ ଆଜ୍ଞା এই যে শ্রী শব্দ করে করে আমাকে নির্দেশ দিয়ে দিয়ে যে যিয়ে ভাই পোষা খেলিব তার কান্ধরু লক্ষ্মী ছাড়ি ছাড়িবে লজিয়া দিব পঞ্জলি আ কাহিকি আଜ୍ଞା ଆଜ୍ଞା পোষা খেলিবা বলে পোষা খেল ভাই ମାନଙ୍କ মুখরে ଆଜ୍ଞା ଆଜ୍ଞା লজিয়া বলে কিছু নথা କେମିତି বাপা বসি থাক ବାସ୍ দাদা বসি থাক হ্যাঁ। বড় ভাই বসি থাক এ। বাহাস্পট মারি মারি। চিৎকার করি ଏ পোষা কাঠিকি গোড়ান কথা বাবা সে লজিয়া বড় এই যে বিরাট পাটিকে চিন্তা করিব ডাকନ୍ତି ଆଜ୍ଞା ସେତେବେଳେ ସେମାନଙ୍କ ମୁଖରେ ଲଜିଆ ବଳି କିଛି ନଥାଏ ପାଖରେ ବାପା ବସିଛନ୍ତି କି ଦାଦା ବସିଛନ୍ତି ଆଚ୍ଛା। ଭାଇ ବସିଛନ୍ତି ସତମ ସ୍ତ୍ରୀ ସତମ ନା ହଁ ସତମ ଅର୍ଥ ଘର ଘର ସତମ ଅର୍ଥ ମିଥ୍ୟା ମିଥ୍ୟା ପୋଷା ପାଲେ ଯୋଉ ଘର ରହିଛି ଆଜ୍ଞା ଗେଟି ଧୋଇବା ପାଇଁ ପାଇଁ। ରାଜଶେଖର କହିଲେ କହିଲେ ଇଏ ଗେଟି ଧୋଇବା ପାଇଁ ମାନ ଆଉ ପୋଷା ଖେଳ ଭାଇମାନେ ଏ ପୋଷା ଖେଳିବା ସମୟରେ ଆଚ୍ଛା କିଛି ମିଛ କୁହନ୍ତୁ ମିଛ ତାସ ଖେଳନ୍ତୁ ପୋଷା ଖେଳନ୍ତୁ ମିଛ ପାଇବାକୁ ବାଧ୍ୟ ଜିତିବ କେମିତି ବାଧ୍ୟ ହେବେ ଯିଏ ତାସ ଖେଳୁଛନ୍ତି ପୋଷା ଖେଳୁଛନ୍ତି ଆଜ୍ଞା ଯେବେ ହାରିବାକୁ ବସିଛନ୍ତି ଏ ମିଛ କହିଦେବେ ଯାଉ ତ ମଜା ଆଉ ଆଜ୍ଞା ତେଣୁ ମିଛ ଗୁଡାକ ରୁଚି ରହିବା ପାଇଁ ଏସବୁ ଘର ସ୍ମୃତି ହେଇଛି ଏଟା ଯିଏ ମିଛ କହିବେ ଆଜ୍ଞା ତା କାନରେ ଲକ୍ଷ୍ମୀ ରହିବେ ରହିବେ ନା ଇଏ ପୋଷା ଖେଳନ୍ତି ବିପତ୍ତିର ସମୁଦ୍ର ହଁ ଯିଏ ହାତ ଦେଇଛି ସିଏ ଦୋଷ ତାର ବିନାଶ ହେଇଛି ହଁ। ତାପରେ ଯିଏ ପୋଷା ଖେଳିବ କଣ ସେ ଧ୍ୱଂସ ଆଉ ଆଜ୍ଞା ଆଇଁ ଭୁଲ ହେଇଯିବ ଆଇଁ ନଳରାଜା ପୋଷା ଖେଳିଲେ ବିନାଶ ହେଲେ ହେଲେ ଯୁଧିଷ୍ଠିର ପୋଷା ଖେଳିଲେ ବିନାଶ ହେଲେ ହେଲେ ଆଚ୍ଛା ନାରାୟଣ ତ ସଦାବେଳେ ପୋଷା ଖେଳୁଛନ୍ତି ହଁ ଇନ୍ଦ୍ର ତ ସତୀରାଣୀଙ୍କ ସହିତ ପୋଷା ଖେଳୁଛନ୍ତି ହଁ ସିଏ ତ କାହିଁ ବିନାଶ ହଉନାହାନ୍ତି ତ କଥା ଆଉ ପୋଷା ଖେଳିବା ପାଇଁ ମନା ନାହିଁ ହୁଁ କି ତାସ ଖେଳିବା ପାଇଁ ମନା ନାହିଁ ଯଦି ପୀଢ଼ ରଖିଲ ଆଜ୍ଞା ଧନ ସମ୍ପତ୍ତି ପୀଢ଼ ରହିଲା ରହିଲା ଆପେ ଆପେ ଲକ୍ଷ୍ମୀ ଛାଡ଼ି ଛାଡ଼ିବେ ଆଉ ମା ଯିଏ ପୋଷା ଖେଳନ୍ତୁ ତାସ ଖେଳନ୍ତୁ ପୀଢ଼ କିଛି ରଖିବନି ଧନ ସମ୍ପତ୍ତି ନା ରଖିଲେ ପଡୁ ସେଇ କଥା ହେଲା ଯୁଧିଷ୍ଠିରଙ୍କର ଏ ରାଜ୍ୟ ଧନ ସମ୍ପତ୍ତି ହାରିଲେ ଆ ଶେଷକୁ ଲକ୍ଷ୍ମୀ ପ୍ରତିମା
ଦ୍ରୌପଦୀ ମାଙ୍କୁ ମଧ୍ୟ ଆସ୍ତ ବାଜି ରଖି ହେଲା ପରେ ହେଲା କଣ ହେଲା ଆଜ୍ଞା? ପୁରୁଷ ସଭାକୁ ଡାକିଲା ପକେ ଦୁର୍ଯ୍ୟୋଧନ ପୁରା ଦୁଷା ଭାଇ ମୁଁ ନିର୍ଦ୍ଦେଶ ଦଉଛି ହେଲା ଦ୍ରୌପଦୀକି ଟାଣି ଆଣି ଆଣି ବିବର୍ଷଣ କରିବା ପାଇଁ ଉଦ୍ୟତ ହଉଛି କିଏ? ଏ ଦିଶା ଦୁଷା ଆଜ୍ଞା ଶୁଣରେ ଆଜ୍ଞା ପ୍ରଥମେ ଡାକିଲା ଧୃତରାଷ୍ଟ୍ର ଆଜ୍ଞା ଶ୍ୱଶୁର ପିତାମହ ଭୀଷ୍ମଙ୍କୁ ଦ୍ୱିତୀୟ ସୁବର୍ଣ୍ଣ କଲା ପାଞ୍ଚ ପତିକି ସୁବର୍ଣ୍ଣ କଲା ସମସ୍ତେ ନତମସ୍ତକେ ବିନବ ରହି ରହିଲେ ଜାଣିଲା ଦ୍ରୌପଦୀ ଏଠି ମୋର ରକ୍ଷା କରିବା ପାଇଁ କେହି ନାହାନ୍ତି ଦେଇ ନାହାନ୍ତି ଜଣକୁ ଡାକିବ କାହାକୁ ଡାକିଲା ସେ କିଏ କିଏ ପगे ଆସ ଆସୁ ପରେ ବୋଲେ ମୁଁ ଭାସିଲେ कोटि कोटि वस्त्र को प्रदान करे नंद नंदन कृष्ण आज्ञा मां द्रौपदी को उद्धार हां किंतु भगवान कृष्ण कले हे पितामह भीष्म बंधु 21 थर निखति करिथिबा गुरुतर परशुराम हां तमे सेदिन धनुर्विद्या परास्त कर बोलो तमको आगम दिया मारी से काकुति गणति होइछि भाई तमे जदि सेदिन धनुर्विद्या छिड़ा होई था आज्ञा कथा को जाई था जान खाना तमे ज्ञानी ज्ञानी पंडित बे दुर्लभ मनुष्य जन्म पाइछ हां किंतु तमो ठार निकृष्ट जन्म पाइथिबा छाड़ गोटा सागुना पक्षी तम परवर्ती समय रे तार धर्म रे बहु हेथिबा सीता मांकु रावण नीला बेले छाड़िला नाही हां छाड़िला की ठीक है तार से सागुना ठीक ही जोटायु तार पितामह भीष्म ठीक हां ठीक जोटाउ ठीक ही ठीक ना सीता मांकु धरि के चली छी रावण रावण आज्ञा कोला मुए सीमा रे थिबा बेले मोर धर्म बधो जदि सीता मांकु जदि तू रघु रावण ए बिहर शेष रक्त बिंदु थिबा पर्यंत मु छाड़िनी ना मोर प्राण विसर्जन करबी शुद्ध कला सेदिन आज्ञा दीटा मुख्य छेदन होई गला बे क्षत विक्षत सर्पांग शरीर आज्ञा किंतु शेष समय रे आज्ञा धूଳି धूसर लुंठित भाବରେ ପଡ଼ିଛି जोटाई କର୍ମ ଦେଖି ଫଳ ପାଇଲା ଜଟା आज्ञा ତମ କର୍ମ ପାଇଁ ତମେ ଆଜି ସରସଜ୍ଜାରେ ପଡ଼ିଛ हां ପାଲ ଏତିକି ଆମେ ଶିଖିବା ଯେ ଯେମିତି କର୍ମ କରିବ ସେ ସେମିତି ଫଳ ପାଇ पायो ना ପଡ଼ିଛନ୍ତି କିଏ जोटाई ଜଟାୟୁ ମହାରାଜ हां ଶ୍ରୀରାମ କୁଣ୍ଡରୁ ବାହାରୁଛି बे ଦରଦ କଣ୍ଠରେ ଶୁଣିଲା ପର ରାମ ରଘୁନାଥ କନ୍ୟା ଗହରରେ आज्ञा ଡାକିଦେଲେ ଅନନ୍ତ ଲକ୍ଷ୍ମଣ भाई କୋଉ ଦିଗରେ ଶବ୍ଦ ଆସୁଛି ସେ ଦିଗକୁ ଟିକେ ଅନ୍ୱେଷଣ କରିକି चलो ପହଞ୍ଚିଲେ ରାମ ରଘୁନାଥ आज्ञा ଦେଖିଲେ ପଡ଼ିଛନ୍ତି ବସୁଧା ଉପରେ ଦୟନୀୟ ଅବସ୍ଥାରେ ଧର୍ମରେ ବାପା ଅଛନ୍ତି ଯୋଟା जोटाई ସୀତାମାଙ୍କ ପାଇଁ ବାପା ଯେତିକି କାନ୍ଦୁ ନଥିଲେ हां କିଏ राम ରାମ वाह ଆଜି ବାପାଙ୍କର ଦୟନୀୟ ଅବସ୍ଥାକୁ ଦେଖି ସେତିକି କାନ୍ଦୁଛନ୍ତି वाह वाह ବସି ପଡ଼ିଲେ ସତ୍ୟ आज्ञा କହିଲେ ମୋ ବାପା ପାଇଁ ଏ ମରଣ ସମୟରେ ତାଙ୍କ ପାଇଁ ଗୋଟେ ମୂଲ୍ୟବାନ ରତ୍ନ ଖଟ ଅଛି रत्न फोटो ମା କୋଉ ଖଟ वो फोटो आज्ञा ଆଉ ସମୟ ଦେଲେନି ना ଧର୍ମରେ ବାପା ଜଟାଇଙ୍କୁ ଧରିଲେ ତାଙ୍କ ଜାନୁ ଉପରେ ଶୁଆଇ ଦେଲେ କହିଲେ ମୋ ବାପାଙ୍କ ପାଇଁ ये ଇଏ ହଉଛି ପବିତ୍ର ରତ୍ନ ଖଟ फोटो ଏ ବିଷୟ
ବ୍ରହ୍ମାଣ୍ଡରେ ବାପା ମା ମାନେ ମରିଯିବା ବେଳେ ଭାବନ୍ତି ହଁ ହଁ ମୋ ପୁଅ କୋଳରେ କେମିତି ମୋ ଜୀବନଟା ଯାଉ ପ୍ରତ୍ୟେକ ବାପା ମାଙ୍କ ଚିନ୍ତାଧାରା ଆଜ୍ଞା, ଆଜ୍ଞା। ମୋ କୋଳରେ ଜୀବନଟା ଯାଉ ଶୁଆଇ ଦେଲେ କ୍ଷତ ବିକ୍ଷତ ଚାହିଁ ଦେଲେ ଆଜ୍ଞା ଆଜ୍ଞା କାନ୍ଦୁଛନ୍ତି ରାମ ରଘୁନାଥ ପୋଡ଼ି ଯାଉଛି ରକ୍ତ ଗୁଡାକ କ୍ଷତ ବିକ୍ଷତ ଉପରେ ହଁ ହୋଇ ହେଇଯାଉଛି ରକ୍ତ ଗୁଡାକ ଆଚ୍ଛା ଜଟାରେ ପୋଛି ଦଉଛନ୍ତି ହଁ ପଚାରିଲେ କହିଲେ, ବାପା ହଁ ତମ ଦେହରୁ ଯୋଉ ଭଳି ରକ୍ତ ଛୁଟି ସାରିଛି ହଁ ଏ ବସୁନ୍ଧରା ବାଲିକେ ଆଗ୍ର କରିଦେଇଛି ଆଚ୍ଛା ତମେ ଏ ପର୍ଯ୍ୟନ୍ତ ଜୀବନ ଧରି ବସି ଚାହିଁଛ ବାସ୍ ବାସ୍ ମୁଁ ଆଶ୍ଚର୍ଯ୍ୟାନ୍ୱିତ ମୁଁ କାହିଁ ବଞ୍ଚିଛି କାହିଁକି ମୋ ସତୀସ୍ୱାମୀ ବୋହୁ ଗଲାବେଳେ ଗୋଟାଏ ପଦ ମତେ କହିଦେଇ ଯାଇଛି ହଁ এই পদটা মতে কেবল বঞ্চেই ଦେଇଛି ଏ କହିଥିଲେ ଏ ମା ନାରୀର ସତ୍ୟତା ହଉଛି ସଦାବେଳେ ପରାକାଷ୍ଠା ସବୁ ଉର୍ଦ୍ଧ୍ୱରେ ଏ କଣ ସୀତାମା କହିଥିଲେ କଣ କହିଥିଲେ ଯୋଉଟା କହୁଛନ୍ତି ରାମକୁ ମୋ ମା ମତେ କହିଦେଇ ଯାଇଛି ଏ ଧାଡ଼ିଟା ହଁ ସୁନ୍ଦର ପଦ ଆସୁ ବୋଲେ ମୁଁ ହିଜାଲି ହୋଇଥିବି ପତିବ୍ରତା ସତୀ ନିଶ୍ଚୟ ଭେଟ ହେବେ ସଚାର ପଦେ ସଚାର ଆନ୍ଦରେ ପরে নিচে দাঁড়ি পরে নিচে হে মন রহে ମୁହିଁ ଯଦି ହୋଇଥିବି ପତିବ୍ରତା ସତୀ ନିଶ୍ଚୟ ଭେଟ ହେବେ ମୋ ପ୍ରାଣ ପତି ହେ ଜଟାୟୁ ବାସ୍ ତାଙ୍କରି କୋଳରେ ତମ ମରଣ ହବ ହବ ଏତିକି ଆଶୀର୍ବାଦ ମୁଁ ଦେଇକି ଯାଉଛି ଯାଉଛି ହେ ରାମ ହଁ ମୋ କୁଳବଧୂ ହଁ ସୀତା ଯଦି ଏ ପଦକ କହିନଥାନ୍ତା ଏ ପିଣ୍ଡରୁ ପ୍ରାଣ ବାୟୁଟା କେତେ ସମୟ ଛୁଟି ଯାଆନ୍ତା ଜାଣିତାଣି ନା ବାପା କୁହ ମୋ ସ୍ତ୍ରୀକି ରକ୍ଷା କରିବା ପାଇଁ ପାଇଁ ଆପଣ ଜୀବନ ଦେଇଛନ୍ତି ଏ ମୁଁ ଏବେ ମଧ୍ୟ କହୁଛି କୁହ ଯଦି ଆପଣ ରାଜି ହେବେ ଏବେ ମୁଁ ଆପଣଙ୍କୁ ପୁନର୍ଜୀବନ ପ୍ରଦାନ କରିବି କରିବି ଛୋଟ ହସିଲେ ଜଟା ହଁ ରାମ କୁହ ତୋ ବାପା ଦଶରଥଙ୍କୁ ବାସ୍ ଠକିକି ଆସିଛୁ ବୋଲି କରି ଆଜି ଭାବିଛୁ ମୋତେ ତୁ ଠକି ଠକିବୁ ମୁଁ ଜାଣୁଛି ତୋର କ୍ଷମତା ଅଛି ଅଛି ତୁ ପୁନର୍ଜୀବନ ଦେଇପାରୁ ପାରୁ ଯଦି ମୁଁ ବଞ୍ଚିବି ଆଚ୍ଛା ଗୋଟିଏ ସର୍ତ୍ତ ସର୍ତ୍ତ କଣ ନା ବାପା କଣ ନା ଏଇଭଳି ପୃଥିବୀରେ ଆଉ କେତେବେଳେ ଦିନେ ଆସିବ ଆଚ୍ଛା ତୋ ସ୍ତ୍ରୀ ସୀତାକୁ ରାବଣ ହରଣ କରି ଯାଉଥିବ ତା ସହିତ ସଂଗ୍ରାମ କରି ପକ୍ଷ ଛେଦନ ହୋଇ ଆଚ୍ଛା। ଗୁଳିଭୂଷଣ ଭାବରେ ଆଜ୍ଞା। ପଡ଼ିଥିବ ସନ୍ଧ୍ୟାରେ ହଁ। ତୁ ଆସିକି ତୋ କୋଳରେ ଶୟନ କରେଇ ଦବୁ ଆଚ୍ଛା ତୋ ଜଟାରେ ପୋଛି ଦଉଥିବୁ ହଁ ଏଇଭଳି ଯେତେ ସୁଯୋଗ ଆଉ ଆସିବ ପୃଥିବୀରେ ଆଚ୍ଛା ମତେ କଥା ଦେ ଦେ। ସେଇଦିନ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରି ବଞ୍ଚିବ ବଞ୍ଚିବି ନା ବାବା କୁହ ଏ କଥା ଆଉ ଦ୍ୱିତୀୟ ଥର ସଂସାର ଆସିବ ନାହିଁ ନା ଯଦି ନ ଆସିବ ହଁ ଏ ସୁଯୋଗ ଆଉ ଛାଡ଼ିବି ନା ତୋ ବାପା ଦଶରଥ ଯା ପାଇନି ତା ପାଇବା ପାଇଁ ସେ ଦ୍ୱାର ଦେଶରେ ମୁଁ ଉପନୀତ ହେଇସାରିଛି ଆଚ୍ଛା ଆଚ୍ଛା ତୋ ବାପାକୁ କଥା ଦେଇଥିଲି ଯୋଉଦିନ ରାମ ମୋ ମୁଖରେ ଜଳ ଟିକିଏ ଦବ ଅଗ୍ନି ଟିକିଏ ଦବ ଦବ ମୁଁ ଏ ଧାମ ପରିତ୍ୟାଗ କରିବି କରିବି। ସେ ସମୟ ଆସିଛି ଆ ମୋ ମୁଖରେ ଜଳ ଟିକିଏ ଦେ ଏ ଏ ପିଣ୍ଡରୁ ପ୍ରାଣ ଛୁଟି ଗଲେ ବୋଲେ ପୁତ୍ର ତତ୍ତ୍ୱ ତମ ମୁଖରେ ତୁ ମୁଖାଗ୍ନି ଦବ ପ୍ରଭୁ ଏଇଠୁ ଆମେ ଜାଣିବା କର୍ମର ଗୋଟେ ସ୍ୱତନ୍ତ୍ର ବଳ ଫଳ ଅଛି ଅଛି ଯାହା ଦଶରଥ ପାଇଲେନି ଆଜ୍ଞା। ତାର ଶାଗୁଣା ପଠି ସେ କର୍ମ କରି ପାଇଲା କହିଲା ଜଳ ଦେଇଦେଲେ ପୁଅ ଯେତେବେଳେ ମୁଖରେ ଆଜ୍ଞା ଆଜ୍ଞା ପିଣ୍ଡରୁ ପ୍ରାଣ ବାୟୁଟା ପୁଅ ଛୁଟି ଗଲା ଗଲା କୁଆଡେ ଗଲା କୁଆଡେ ଗଲା ଆଜ୍ଞା ରାଧାନାଥ ଆସୁ ପୁଣି ମିଶି ଯାଏ କଥା ପ୍ରଭାତେ ହତାରା ରବିର ଜୀବାତ୍ମା ପରମାତ୍ମାଙ୍କ ଦେହରେ ବାପା ସେଦିନ ସାରୁଜ୍ୟ ମୁକ୍ତି ପାଇଲେ ଲୀନ ହେଇଗଲେ
ପିତା ତା ବହୁ ପାଇଁ କର୍ମ କରି ଇତିହାସରେ ପୁରାଣର ସନ୍ନ୍ୟାକ୍ଷରେ ଲିପିବଦ୍ଧ ହେଇଗଲା ଆଜି ପର୍ଯ୍ୟନ୍ତ ନା ବଞ୍ଚିଛି। ଅଖଣ୍ଡ ବିକ୍ରମଧାରୀ ହୋଇଥିଲେ ସୁଦ୍ଧା ତମେ ସେଦିନ ପାଟି ଫିଟେଇଲନି, ନୀରବ ରହିଲ। ତା ଅର୍ଥ ସମାଜରେ ତମେ ପ୍ରଶୟ ଦେଲ ନାରୀ ପ୍ରତି ଅତ୍ୟାଚାର। ସେଇଥିପାଇଁ ପ୍ରଥମରୁ କହିଥିଲି ସବଳ ଶିକ୍ଷିତଙ୍କ ପାଇଁ ଏ ଯୁଗ ଧ୍ୱଂସ ହେଇଛି, ମୂର୍ଖଙ୍କ ପାଇଁ ନୁହଁ କି ଦୁର୍ବଳଙ୍କ ପାଇଁ ନୁହଁ, ଶିକ୍ଷିତଙ୍କ ପାଇଁ ସବୁ ହେଇଛି ବାପା ଇଏ ଧ୍ୱଂସ। ଇଏ ସୁର ଗୋଲାପ କେତେ 9 ନମ୍ବର 10 ନମ୍ବରକୁ ଯିବା। ଯା ପାଣ୍ଡବ ପାଞ୍ଚ ଭାଇ କୌରବ କୁଳ ସୁରରେ ଇଏ ଯେତେବେଳେ ପଣ୍ଡୁ ମରିଗଲେ ଶ୍ରାଦ୍ଧ ପାଇଁ ଗଣ୍ଡା ମାଂସ ଦରକାର ଦୃଢ ପଠେଇଲେ। କୌରବ ପାଣ୍ଡବ ଗଲେ ଅରଣ୍ୟ ମଧ୍ୟକୁ ଗଣ୍ଡା ବଧ କରିବା ପାଇଁ। ହେ ଗ୍ରନ୍ଥ ମଣ୍ଡଳୀ ଗଣ୍ଡା ବଧ କରିବା ଭିତରେ ଗଲେ ଇଏ ପହଞ୍ଚ ଶବର ପଲ୍ଲୀ। ଇଏ ଶବର ପରେ ପହଞ୍ଚିଲେ ଶବର ପରେ ଜଣେ ସ୍ତ୍ରୀ ବା ନାରୀ ଆସୁଛନ୍ତି ସ୍ନାନ ସାରି ଆସିଲା ବେଳେ ଇଏ ଦୁଷ୍ଟ କୌରବ କୁଳ ଦୁର୍ଯ୍ୟୋଧନ ଦୁଃଶାସନ ସେ ନାରୀର ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ କଟୁ ମନ୍ତବ୍ୟ ଦେଲେ। ଯାହା କଟୁ ମନ୍ତବ୍ୟ ଦେଲେ ତାର ବସ୍ତ୍ରକୁ ଧରି ଜୋର ଜବରଦସ୍ତି ନବା ପାଇଁ ଉଦ୍ୟତ ହେଲେ। ସେ ନାରୀ ଚିତ୍କାର କଲା, ତା ସ୍ୱାମୀକୁ ଡାକିଲା, ସ୍ୱାମୀ ଧାଇଁ ଆସିଲେ। ଯାହାଙ୍କର ନାମ ଏକଲବ୍ୟ। ଯୁଦ୍ଧ ହେଲା, ଯୁଦ୍ଧରେ ସମସ୍ତ କୌରବ ପାଣ୍ଡବ ଶୟନ କଲେ। କିଛି ସମୟରେ ଦ୍ରୋଣ ଆସିଲେ, ଦେଖିଲେ ଅଖଣ୍ଡ ବିକ୍ରମଧାରୀଙ୍କର ଶ୍ରେଷ୍ଠ ଶିଷ୍ୟ ଅର୍ଜୁନ ଏମାନଙ୍କୁ ଯଦି ଧରାଶାୟୀ କରିଛି ସେ କିଏ? ଗଣ୍ଡା ମାନେ କିଏ? ଏକଲବ୍ୟ। କହିଲେ ଏମାନଙ୍କୁ ମାରିଛି କିଏ? ନା ମୁଁ ଆଜ୍ଞା। ନା କାହିଁକି? ନା ମୋ ସ୍ତ୍ରୀ ପ୍ରତି ଏମାନେ ଅସଦାଚରଣ କଲେ, ତାଙ୍କୁ ଶିକ୍ଷା ଦେଇଛି। ସେ ଭାବିଲେ ଯେ ମୋର ତ ଅର୍ଜୁନ ହଉଛନ୍ତି ଶ୍ରେଷ୍ଠ ଧନୁଧାରୀ, ଇଏ ଶବର ପୁଅଟା କୋଉଠୁ ଧନୁର୍ବିଦ୍ୟା ଶିଖିଲା ଯେ ଏମାନଙ୍କୁ ପରାସ୍ତ କଲେ। ପଚାରିଲେ ଦ୍ରୋଣ, କହିଲେ ତୋର ଗୁରୁ କିଏ? ନା ମୋ ଗୁରୁ ହଉଛନ୍ତି ଦ୍ରୋଣ। ଆଶ୍ଚର୍ଯ୍ୟାନ୍ୱିତ ହେଲେ କିଏ ଗୁରୁ? ଦ୍ରୋଣ। କହିଲେ କେମିତି ମୁଁ ତୋତେ ଦିନେ ଶିଖେଇବି? ନା ଯୋଉଦିନ ମୁଁ ଯାଇଥିଲି ବିଦ୍ୟାଧର କରିବା ପାଇଁ କୌରବ ପାଣ୍ଡବମାନେ ମୋତେ ତିରସ୍କାର କରି ତଡ଼ିଦେବେ, ସେଦିନ ମୁଁ ସ୍ଥିର କଲି ସେଇଠୁ ଜଙ୍ଗଲ କାଟିଲି, ତମରି ପ୍ରତିମାକୁ ମୂର୍ତ୍ତିକି ପୂଜା କରି ଧନୁର୍ବିଦ୍ୟା ଶିକ୍ଷା କରୁଛି। ଅନେକ କଥା ଆଜ୍ଞା ଅଛି। ଏଇଠି ଜାଣିଲେ ଦ୍ରୋଣ କେମିତି ଏକଲବ୍ୟର ପରାକାଷ୍ଠାଟା ଜଗତରେ କେମିତି ବଜାୟ ରହିବ। କାହିଁକି ନା ଏମାନେ ହଉଛନ୍ତି ଧନୀ ଶ୍ରେଣୀର, ଇଏ ହଉଛନ୍ତି ନିଚ ଶ୍ରେଣୀର। ଏମାନେ ଉପରକୁ ଉଠି ପାରିବେନି। ଏମିତି ଗୋଟେ କର୍ମ କରିଥିବି ଯେ ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଏକଲବ୍ୟର ନାମ ରହିବ। ସୁନ୍ଦର ତଥ୍ୟଟା ୟା ଭିତରେ ଅଛି। କହିଲେ ଯଦି ତ ଗୁରୁ ମୁଁ ଦକ୍ଷିଣା ମତେ ଦେଇ ଭାଗବତ କହିଲା ପୁରା ପୁତ୍ର ହିନେ ନରକେ ଯାଏ ଦକ୍ଷିଣା ବିନା ଫଳ ନାହିଁ, ଦକ୍ଷିଣା ବିନା ଫଳ ନାହିଁ, ଦକ୍ଷିଣା ବିନା ଫଳ ନାହିଁ। ବିହୀନେ ନରକେ ଯାଇ ଦକ୍ଷିଣା ବିନା ଫଳ ନାହିଁ। ଦକ୍ଷିଣା ଦେବ ସତ୍ୟ ମାଗିଲେ ବାପା ବୃଦ୍ଧାଙ୍ଗୁଠି ଶୁଣ ଏକଲବ୍ୟର କୋଉ ବୃଦ୍ଧାଙ୍ଗୁଠି ମାଗିଲେ? ଡାହାଣ ହାତର ବୃଦ୍ଧାଙ୍ଗୁଳି ତ ଆଉ କଣ? କାଇଁ ବାଁ ପଟେ ମାଗିଲେନି? ବାଁ ପଟ କଣ ମାଗିଲେ? ଆଜ୍ଞା ଏ ସୁନ୍ଦର ତଥ୍ୟ ଏଠି ଅଛି। ଭଲ କଥା ଅଛି ନା, ସୁନ୍ଦର ତଥ୍ୟ। ଦ୍ରୋଣ ଜାଣିଛନ୍ତି ମୁଁ ଯଦି ବାମ ପଟର ବୃଦ୍ଧାଙ୍ଗୁଳି
ମାଗି ଦେବି বেশ ଇଏ ଆଉ ସ୍ୱର ସନ୍ଧାନ କରିବି না ଏଇଟା କଟିଗଲେ ଜଣା ଧରିପାରିବ ନା ଧନ ଧରିପାରିବ କିନ୍ତୁ ଯଦି ଦକ୍ଷିଣ ହାତର ବୁଢ଼ାବୁଢ଼ା କଟିଯାଏ কাই ସ୍ୱରଟା ସେ ସ୍ୱର ସନ୍ଧାନ କରିବ করে দেব ଏବେ ମଧ୍ୟ କେତେ ସବଳ ସନ୍ତାନ ମାନେ আজ্ঞা ଇଏ କଥାକୁ ଗୁରୁବାଣ୍ୟ କରି করি ଡାହାଣ ଆଙ୍ଗୁଠିଆ ଲଗଉନାହାନ୍ତି ମୋ ସ୍ୱରରେ না ନାଇଁ କେମିତି কেমিতি আজ্ঞা ସେ ଡାହାଣ ଆଙ୍ଗୁଠି ଲାଗିବନି না ସେ ଏମିତି ବାବା ମାରି মারিবি ଏତେ ମାରିବ হ্যাঁ ମଝିରେ ଦେଇ বেশ ସ୍ୱରଟାକୁ ଭିଡ଼ି ହଁ। ଏଇ ଆଙ୍ଗୁଠିଆକେ ଲାଗିବନି ଲାଗିବନି। ଏବେ ମଧ୍ୟ କେତେ ସବଳ ସନ୍ତାନ ମାନେ বেশ ପାଳନ କରିଛନ୍ତି হ্যাঁ ଯେହେତୁ ଗୁରୁଙ୍କର ନେଇଛନ୍ତି ଆମ ଏକଲବ୍ୟରେ କଣ ବୃଦ୍ଧାଙ୍ଗୁଠି ବେଶ ଆମେ ସେ କର୍ମରେ ଲଗେଇବାନି তুই দক্ষিণে দেই দিছিলি ଆଉ ଜାଣିଥିଲେ କଣ ସେନ ମାଗି ଦେଇଥାନ୍ତେ ଅକର୍ମଣ୍ୟ କରିଦେଇଥାନ୍ତେ হ্যাঁ ଯଦି ବାମ ହାତର ବୁଢ଼ାବୁଢ଼ା ମାଗି ଦେଇଥାନ୍ତେ বেশ ଅକର୍ମଣ୍ୟ ହେଇଯାଇଥାନ୍ତେ ତେଣୁ ସିଏ ଅନ୍ତରରେ ଭଲ ପାଇଛନ୍ତି বেশ ଏକଲବ୍ୟକୁ ସେଇଠି କହିଲେ ଯଦି ମୁଁ ବୃଦ୍ଧାଙ୍ଗୁଠି ମାଗି ଦେଇ ଦକ୍ଷିଣ ହସ୍ତର ସେ ସେଟା ସ୍ୱରସନ୍ଧାନ କରିବ দব କିନ୍ତୁ ବାମ ହାତରେ ଯଦି হ্যাঁ ବୁଢ଼ାବୁଢ଼ୀ ମାଗିଦେବି ଆଉ ଅଚଳ ହେଇଯିବ ହେଇଯିବ ଅନ୍ତରରେ ଭଲ ପାଇଲେ ବାସ୍। କାହିଁକି କାହିଁକି ଆଜ୍ଞା ଆସିଲା ବେଳେ ଆପଣ ମହାଭାରତରେ ଶୁଣିଥିଲେ ଏମିତି ଗୋଟେ ସ୍ୱର ପ୍ରୟୋଗ କରିଥିଲେ କିଏ ଇଏ କଣ ଆଜ୍ଞା ଦ୍ରୋଣ ମଧ୍ୟ କାହାକୁ ପାଠ ପଢି ନାହାନ୍ତି ନା ଗୋଟେ କୁକୁରକୁ ଏମିତି ସ୍ୱର ମାରିଲେ ବେଶ ତା ପାଟିଟା ବନ୍ଦ ହେଇଯିବ ବନ୍ଦ ହେଇଗଲା ଠିକ ନାହିଁ ମହାଭାରତ ଅଛି ଦ୍ରୋଣରେ ଦେଖିଲେ ଇଏ କୁକୁରଟା କିଛି କଥା କହିପାରୁନି ପାରୁନି ସେ ଜାଣିଲେ ଇଏ ବିଦ୍ୟା କିଏ ଶିଖିଛି ঠিক ହେଇଛି ମୁଁ ତ କାହିଁ ପାଣ୍ଡବମାନଙ୍କୁ ଶିଖେଇ ନା ଇଏ ଏ ବିଦ୍ୟା ଶିଖିଛି ମାନେ କାରଣ କଣ ବାସ୍ ଆଚ୍ଛା ଦ୍ରୋଣ ପାଣ୍ଡବମାନଙ୍କୁ ଶିଖେଇ ନାହାନ୍ତି ହଁ ଏକଲବ୍ୟ କେମିତି ଶିଖିଲା ସେଇ କଥା ହଁ ହଁ ଏଇଟି ହଉଛି ହଁ ଗୃହ ତତ୍ତ୍ୱ ଘଟଣା ସ୍ୱରରେ ଆଜ୍ଞା ଯିଏ ପାଣ୍ଡବମାନଙ୍କୁ ଶିଖେଇ ନାହାନ୍ତି ଶିଖେଇନାହାନ୍ତି ଇଏ ଏକଲବ୍ୟ କେମିତି ବିଦ୍ୟାଟା ଶିଖିଲା ଶିଖିଲା ସେଇ କଥା ଆଶ୍ଚର୍ଯ୍ୟ ହେଲେ ପାଣ୍ଡବମାନେ କୌରବମାନେ କଥା ଦେଖି ହଁ କାରଣ କଣ କାରଣ କଣ ଏଇଟି ହଉଛି ଠିକ ବିଶ୍ୱାସ ବିଶ୍ୱାସ ଯାହାର ଦୃଢ଼ୋକ୍ତି ହଁ ଗୁରୁ ପଦରେ ଯାହାର ବାପା ମନପ୍ରାଣୀକେ ସମର୍ପଣ କରିଦେଇଥିବ ଯିବ ସ୍ୱତନ୍ତ୍ର ସ୍ତ୍ରୀଟି ହଁ ଗୁରୁଙ୍କର ସେ ଶିଷ୍ୟ ପ୍ରତି ଆସେ ଆସିବନି ତାହା ହେଇଛି ହଁ ଏକଲବ୍ୟ ଭାଇ କାଇଁ ଯୋଉଠି ଦୁର୍ଯ୍ୟୋଧନ ଅର୍ଜୁନ କର୍ଣ୍ଣ ହଁ। ଏ ବିଦ୍ୟା ଶିଖି ନାହାନ୍ତି ଶିଖିନାହାନ୍ତି ଏକଲବ୍ୟ ଶିଖିଥିଲା ହଁ କେବଳ ନିଷ୍ଠା ପାଇଁ କାଇଁ ବିଶ୍ୱାସ ପାଇଁ କାଇଁ ଗୁରୁ ଭକ୍ତି ପାଇଁ କାଇଁ ତେବେ ବିଲବ୍ଧ ମଣ୍ଡଳୀ ଆଜ୍ଞା এই 8টি কারণ 10টি কারণ পাই କାଇଁ মহাভারত ହଁ আজ ধ্বংস বিধ্বংস হয়েছি হয়েছি। ভগবান কৃষ্ণ কহিলে ହଁ হে পিতাম বিষ্ণু বাস এই 10টি কারণ পাই তম সববংশ ধ্বংস হলা ହେଲା কেতে কেতে অর্থী মহার্থী ହଁ তম সম্মুখ ভাগরে ଠିକ আজ ধ্বংস হয়ে ହେଇଗଲେ যাও সেদিনকু 58 দিন হয়েছে ଆଜ୍ଞା পূরণ হয়ে গেছে পরে ଆଜ୍ଞା আসি যাইছে সময় ବାସ୍ ভগবান কৃষ্ণকে দর্শন করি ইয়ে পিণ্ডর ভীষ্মন্তর প্রাণবায়ুটা শুকিয়ে যাইছে କାହିଁକି নাই ଆଜ୍ଞା ଆଜ୍ଞା হে বিলগ্ধ মণ্ডলী ଆଚ୍ଛା সংস্কৃতি কহে ওই সাধু যে মুক্তি পাইলে ভীষ্ম ବିଶ୍ଵ সাধু যে মুক্তি পাইলে সেটা রামকে দর্শন করিকে ଜଟାୟୁ জটাই ଆଜ୍ଞା মহাভারতরে জনে মরিছি ଆଜ୍ଞା ଆଜ୍ଞା রামায়ণে জনে মরি ଜଣେ ଅଛି ଯିଏ ମଲେ ସିଏ ଆଉ ଆଉ ନଫେରେ ହଁ। ସିଏ ମରିଛି ଆଜ୍ଞା ଯିଏ ମରିକି ପୁନର୍ବାର ଜନ୍ମ ଲାଭ କଲା ହଁ। ସେ ମଲା କି ନାଇଁ ଯିଏ ଫେରିଲାନି ହଁ। ସିଏ ମରିଛି ଆଉ ଫେରି ନାହାନ୍ତି ଭୀଷ୍ମ ଫେରି ନାହାନ୍ତି କିଏ ଜଟାୟୁ ଜଠା ବାସ୍ ତ ଯାହା ହଉ ଆଜ୍ଞା ପୁଣି କାହିଁକି ଏବଂ ମାନେ ତୁମେ ଯାଇଛ ମହରା ଶରୀର ସୁସ୍ଥ ସେ ବିଘ୍ନେଶ୍ୱର ଗଜାନନ ସତ୍ୟନାରାୟଣ ଆଉ ଲିଙ୍ଗରାଜ ମହାପ୍ରଭୁ ତାର ଶରୀର ଆରୋଗ୍ୟ କରନ୍ତୁ ଆମେ କହିବାର ସେ ଅଧନରେ ବସିଲେ ତାର ଶରୀର କଲ୍ୟାଣ କରନ୍ତୁ ଆରୋଗ୍ୟ ହଉ এইভଳି ପ୍ରତ୍ୟେକ ମଞ୍ଚରେ ମହାପ୍ରଭୁ ବସି ହରିକଥା ଶ୍ରବଣ କରୁଥାନ୍ତୁ ମୋର ଆନନ୍ଦ କବାର ହର ହର ପାପୀ ମାନଙ୍କୁ ଆସବ ବାସର ବିପଦ
अधिकरू अधिक पाला देखिबा पई आमो चैनल सब्सक्राइब करंतु।